नीलाम हेला किए नियो नेला वाला राधा पाऊंगी नीलाम हेला किए नियो नेला वाला कृष्ण बंशी नीलाम हेला किए नियो नेला वाला राधा पाऊंगी नीलाम हेला किए नियो नेला वाला कृष्ण बंशी नीलाम हेला किए नियो नेला वाला अब ये धन संपत्ति रे से तो हुए ना मूल्य धन संपत्ति रे से तो हुए न मूल्य धन संपत्ति रे से तो हुए ना मूल्य धन संपत्ति रे से तो हुए न मूल्य भाव पीरती रे से तो हुए तौल भाव पीरती रे से तो हुए तौल धन संपत्ति रे से तो हुए ना मूल्य भाव पीरती रे से तो हुए तौल धन संपत्ति रे से तो हुए न मूल्य भाव पीरती रे से तो हुए तौल अरे भाव पीले ये नियो नेला वाला अरे राधा पाऊंगी नीलाम हेला अब ये गुण विशारद विबुध मंडली डेरी थी बेटी श्रवण ଯେଉଁପରି କୃଷ୍ଣ ନାରାୟଣଙ୍କର ଖ୍ୟାତି ସମ୍ପନ୍ନ ଆଉ ଗୋଟିଏ ଶ୍ଳୋକ ବୋଲି ଆଗକୁ ଯିବା ଯେଉଁପରି ପ୍ରଭୁଙ୍କର କ୍ଷିତି ଦ୍ୱିତୀୟ ବାର ଭଗବାନ କୃଷ୍ଣ ନାରାୟଣଙ୍କର ଦାନର ଉତ୍କର୍ଷତାକୁ ପ୍ରତିପାଦନ କଲାବେଳେ ଶ୍ରୀହର୍ଷ କୃଷ୍ଣଙ୍କ ପାଖରେ ସୂର୍ଯ୍ୟଚନ୍ଦ୍ର ହାର ମାନିଛନ୍ତି ସୂର୍ଯ୍ୟଚନ୍ଦ୍ର କୃଷ୍ଣ ନାରାୟଣଙ୍କ ପାଖରେ ହାର ମାନିଛନ୍ତି ମାନେ ରାଜା ହିସାବରେ ଭଗବାନ ହିସାବରେ କହୁନି କେମିତି ଆଉ ଗୋଟେ ଶ୍ଳୋକ ଲେଖିଲେ ଶ୍ରୀହର୍ଷ କହିଲେ ତଦ୍ୱତ ଶସ୍ତ ଦଶସ୍ତ ସ୍ଥିତା ବିମଉ ସଦା କୁରୁତେ ଯଦା ଯଦା ଭାନୁ ପରିବେଶ କୈତବ ବିଦ୍ଧେ କୁଣ୍ଡଳ ନାଙ୍ଗ ବିଦ୍ଧରପି ସୂର୍ଯ୍ୟ ଦେଖିବା ପାଇଁ ଗୋଲ ପୂର୍ଣ୍ଣିମା ଚନ୍ଦ୍ର ଦେଖିବା ପାଇଁ ଗୋଲ ଏଠି ତ ଜଣେ କୁଳପତି ବସିଛନ୍ତି ପ୍ରିନ୍ସିପାଲ ମହୋଦୟ ସାର୍ ବସିଛନ୍ତି କି କେତେ ଶିକ୍ଷକ ଆପଣମାନେ ବସିଥିବେ ଆପଣ ଯେତେବେଳେ ପରୀକ୍ଷା ଦେଇ ସାରିବା ପରେ ପିଲାମାନେ ତାଙ୍କ ଖାତା ଦେଖନ୍ତି ଯୋଉଟା ଠିକ ଉତ୍ତର ଆପଣ ଡାହାଣ ପଟେ ଠିକ ଚିହ୍ନ ଦେଇ ବାଁ ପଟେ ଦିଅନ୍ତି ମାର୍କ ନମ୍ବର ଯୋଉଟା ଭୁଲ ଆନ୍ସର ଭୁଲ ଚିହ୍ନ ଦେଇ ବାଁ ପଟେ କ'ଣ ଦିଅନ୍ତି ଆଳୁ ତା କ'ଣ କୁହାଯାଏ ଶୁନ ଜିରୋ କେମିତି କୁହାଯିବ କ'ଣ ହବ ସାର୍ କହିଲା ତସ୍ୟ ନିରର୍ଥକ ଚିହ୍ନ ତାକୁ କୁହାଯାଏ ନିରର୍ଥକ ଚିହ୍ନ ଶୂନ ବାଁ ପଟେ ଯଦି ସଂଖ୍ୟା ନ ରହିଲା ତସ୍ୟ ନିରର୍ଥକ ତେଣୁ ସୂର୍ଯ୍ୟ ଗୋଲ ଚନ୍ଦ୍ର ଗୋଲ କୃଷ୍ଣଙ୍କର ଯଶ ଆଉ କୀର୍ତ୍ତି ପାଖରେ ଜ୍ୟୋତି ପାଖରେ ସୂର୍ଯ୍ୟ ଚନ୍ଦ୍ର ଦି ଜଣ ଗୋଲ ଆଉ ସାଡ଼କୁ ଯିବି ନାହିଁ ଗୋଟେ ଓଡ଼ିଆ ପଦ ଗାଇକି ଆଗେଇ ଯିବା କୃଷ୍ଣଙ୍କର କେତେ ବୀରତ୍ୱ ଥିଲା ସେ ସ୍ୱର୍ଗପୁରରେ ବି ଦେବତା ମାନଙ୍କ ସହିତ ଯୁଦ୍ଧ କରିବାର ସାମର୍ଥ୍ୟ ଥିଲା ଲେଖିଲେ ଚନ୍ଦ୍ର କଳା କାବ୍ୟରେ କବି ସୂର୍ଯ୍ୟ ବଳଦେବର ସୂର୍ଯ୍ୟ ଚନ୍ଦ୍ରଙ୍କ ଠାରୁ ଯେ ଜ୍ୟୋତିମୟ ଚନ୍ଦ୍ରକଳା କାବ୍ୟରେ ଲେଖିଲେ କ'ଣ କହିଲେ କହିଲା ଇଏ ଅମରଙ୍କ ତୁଲେ
କହିଲେ କେହି ଜଣେ ଚେୟାର ପକେଇକି ସ୍ୱର୍ଗପୁରରେ ବସି ନେଇ ମଣିଷର ଯାତନା ହଉଛି ଯମ। ଯୋଗୀ ଭର୍ତ୍ତୃହରି କହିଲେ କ୍ରୋଧ ବୈବସ୍ୱତ ରାଜା ତୃଷ୍ଣା ବୈତରଣୀ ନଦୀ ବିଦ୍ୟା କାମଧେନୁ ଗାଭୀ ସନ୍ତୋଷ ନନ୍ଦନ ବନ। ଆପଣଙ୍କ ମନ ଠିକ ନଥିବ ଆପଣ ସ୍ୱର୍ଗର ନନ୍ଦନକାନନରେ ରହିଲେ ବି ସେ ନନ୍ଦନକାନନ ଆପଣଙ୍କୁ ସୁଖ ଦବନି। ଏ ପିଲେ ମନ ଭଲ ଥିବ ଶ୍ମଶାନରେ ରହିଲେ ବି ସେ ଆପଣଙ୍କୁ ନନ୍ଦନକାନନର ସୁଖ ଦବ। କଣ ପୁଅ ବୁଝୁଛୁ? ସ୍ୱର୍ଗପୁରରେ ଦେବତା ମାନଙ୍କ ସହିତ ଯୁଦ୍ଧ କରିବାର ସାମର୍ଥ୍ୟ ଥିଲା କୃଷ୍ଣଙ୍କର। ଅପରିମିତ ବଳ ଥିଲା ତାଙ୍କ ବାହୁରେ। ଏବଂ ଭୂତ ଯୋଉ କୃଷ୍ଣ ନାରାୟଣ ସେ ଦ୍ୱାରକାପୁରରେ ସୁଚାରୁ ରୂପରେ ପ୍ରଜା ମାନଙ୍କୁ ପାଳନ କରୁଥିଲେ। ତଥାପି ମୁଁ ସୀମିତ ରାଜ୍ୟ ବର୍ଣ୍ଣନା ଆପଣଙ୍କ ପାଖରେ ଦେଲି, ସୀମିତ କୀର୍ତ୍ତି ବର୍ଣ୍ଣନା ଦେଲି। କୃଷ୍ଣଙ୍କର କୀର୍ତ୍ତି କି ବର୍ଣ୍ଣନା କରିବା ଏତେ ସହଜ ନୁହଁ ପୁଅ। ସେ କୃଷ୍ଣ ନାରାୟଣଙ୍କର ଦ୍ୱାରବତୀ କଟକରେ ସବୁ ପ୍ରଜା ମାନେ ଆନନ୍ଦରେ ଥିଲା ବେଳେ ଇଏ ଦି ଜଣ ଆଖିରେ ଲୁହ ଧରୁଛି। ଏ ପୁଅର ଦି ଜଣ କାହିଁକି କାନ୍ଦୁଛନ୍ତି? ଯୋଉଠି କୃଷ୍ଣ ରାଜା ପ୍ରଜା ସୁଖରେ ଅଛନ୍ତି, ପ୍ରଜା ଦି ଜଣ କାନ୍ଦିଲେ କାହିଁକି? ଆରେ ଧନର ଅଭାବ ହେତୁ କାନ୍ଦୁନାହାନ୍ତି ଆଜ୍ଞା। ଆଉ ମା କୋଟିପତି ସେ ଧନର ପ୍ରାଚୁର୍ଯ୍ୟ ଉପରେ ଦଣ୍ଡାୟମାନ କାନ୍ଦୁଛନ୍ତି କାହିଁକି? ହେ ବାବୁ ହେ କୋଟିପତି ଘରର ବୋହୂ ହେଇଥବ, ସ୍ୱାମୀ କୋଟି କୋଟି ଟଙ୍କା ରୋଜଗାର କରୁଥିବ, ସାରା ଶରୀରକୁ ଅଳଙ୍କାରରେ ଭୂଷିତା କରିଥିବ। ଗୋଟିଏ କଥା ଅଭାବ ଥିଲେ ଆଖିର ଲୁହ ଶୁଖିବନି ଆଜ୍ଞା। ମୁଁ ଜାଣିଛି ଆଜ୍ଞା। କୋଉ କଥା? ସାରେ ଲାଟ୍ରିନ୍ ନଥିଲେ। କୋଟିପତି ଘର ଲାଟ୍ରିନ୍ ନାହିଁ। କୋଉ କଥା ଅଭାବ ହେଲେ ଗୋଟେ ନାରୀ ଆଖିରୁ ଲୁହ ଧରିବ, ଗୋଟେ ବୋହୂ ଆଖିରୁ ଲୁହ ଧରିବ। ଏଇ ଚିଲିକା କୁଳିଆ କବି ଡକ୍ଟର ମାଧରମାନ ସିଂ ପାରିକୁଦଗଡ଼ର କବି ଗୋଟିଏ ପଦ ଲେଖା। କଣ କହିଲେ? କହିଲେ ଏ ଅଷ୍ଟ ଅଳଙ୍କାର ସେ ପୁଣି ସମାଲୋଚନା କରୁଛି। ମୁଁ କୁଆଡେ ଇଏ ଇଏ ହଉଛି, ଇଏ କୁଆଡେ ଇଏ 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 ପିନ୍ଧିଥିବ କାନରେ ହାତ ଦେଇ ଦଉଛି। ବାପା ଆଗରେ ବସିଲେ ଶ୍ରବଣ ଶକ୍ତି କମିଯିବ ଇଏ ପାଲାରେ। ଧୀରେ ଧୀରେ ଆଜ୍ଞା। କଣ ବାପା ନାଇଁ ଆମକୁ ଭଲ ଲାଗୁଛି। ସମସ୍ତେ ପଦେ ପଦେ ନ କହିଲେ କେମିତି ହବ? ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ତଥାପି ମୁଁ ପ୍ରଶଂସା କରୁଛି ପୁଅ ତୋର ଭଲ ମାଇକ। ତାଙ୍କ ବେଳକୁ ଏମିତି କରିଦେବୁ ଯେମିତି ଶୁଖିବନି। ଆଇଛି ଯିବ ଏଠି ଦି ଜଣକୁ ଆଣି, କାହିଁ ଜଣକୁ ଆଣି ଆସୁନ? ଏଇ ପୁଅ ତାକୁ କହିଲେ ମତେ ଭଲ ଲାଗୁଛି ଆଜ୍ଞା। ଅଷ୍ଟ ଅଳଙ୍କାର ପିନ୍ଧିଥବ, ସୁନ୍ଦରିଆ ସ୍ୱାମୀ ପାଇଥବ। ଦୀର୍ଘ 12-13 ବର୍ଷ ବିତିଯିବ, ପୁଅ ଝିଅ ନଥିଲେ ସେଇ ଶାଶୁ ବୁଢୀ କହିବ
कहब अलक्षणी मो वंश बुड़े देली बढ़े देला लो मु एठी गोटे कथा कहूँ धीरे धीरे बापा कोलाहल करना कोलाहल कले कौन पाला गाय भल लगे जो मार पुओ झील न 30 वर्ष तल कथा मन पका सार मान आपण मैंने शिक्षित ज्ञानी पंडित आया से नारी की 30 वर्ष तले गाँव में बाट चल चले देबेनी ब्रा ए पुओ हाँ खड़ खड़ कर बाट चल नहीं बंधिया कहीकि घृणा करुले आया आपण माने कहतु ये साहित्य भी लिखी अपुत्रिक नारी देउल को गले देउल दिए लुचई ये बे कौ मार पुओ झील नथब ताको आनलो केमती देउल दिए लुचि पळैबो अंधविश्वास है जो नारी रो पुओ झील नाही हाँ ताकू निया पानी अटक करुथलो हाँ लक्ष्मी कर पुओ अछि नहीं पार्वती पुओ अछि दीटा पो से दीटा जाक पुओ पार्वती गर्भरु जन्म नुह आओ शिव औरस को पार्वती गर्भर धारण कर जन्म दे ना लक्ष्मी कर पुओ झील नाई ना पार्वती पुओ झील नाई हाँ। ओ से नारायण स्त्री बोली शिव स्त्री बोली से पूजा पाइबे मो स्त्री पुओ झील नाई गाँ लोक कह घृणा कर लक्ष्मी पूजा नाई माँ जो मार पुओ झील नाई हाँ से गाँ गोटाक जाक लोक ताकू माँ डाक अच्छा ता स्वामी मां डाकिबो जेमती लक्ष्मी कर पुओ झील नाई हाँ लक्ष्मी की तू डाकिलु बापा तो बापा डाकी तू डाकी माँ तो बापा डाकी माँ तो पितृ पितामह प्रपितामह समस्ते माँ डाकी तार पोधे मां डाकिबो किंतु ये जो ब्राह्मणी हाँ। ये जो दी जन कांदुचंती ये ब्राह्मण आउ जने ब्राह्मणी अच्छा ताकर कोन पिला नाती ये भागवतरु हाँ द्वारका लीलारु गोटे पंक्ति की नहीं कि आपण मान निकट में विषय वस्तु को थोड़ी भगवान कृष्ण राज्य जने ब्राह्मण ब्राह्मणी कांदुचंदी ये ब्राह्मणी कहीं कांदुची बंधिया हो जाइथिला भलो होइतांता ताले कोन हलो सारे 8टा पुओ जन्म देइछि प्रसव जंत्रणा सही किंतु गोटिए कहीं पुओ बंची नहीं माँ डाक डाकिबा केते कष्ट करी माँ संतान प्रसव करी हाँ बापा बपन करदेला ब्रह्म बिंदु माँ गर्भर रहिला आया ताकू गर्भर धारण कला माँ माँ। आपण जानती आमे जतबेले मातृगर्भरे थिले कुर्मी कीट आमको कामुड़ती सेतबेले आमे छटपट हुए पुरुणा कालिया बुढ़ी कहबो पिला बुलुची बुलु नहीं ता जीवन ऊपर पड़छि वाह से भगवान को डाकुची जे मते दुनिया दृश्य देखाई तेणु मो कहिबार तात्पर्य से अंधकार पुति गंधमय गर्भ भितर आमे थाई की जन्म नेलु माँ प्रसव जंत्रणा सही जन्म देला हेले 8टा पिला माँ प्रसव जंत्रणा भूली जाए जेतो बळे कुनी कुनी दरुटी पाटी रे पुओ माँ को माँ बोली डाकी कौन पुओ बुझुचु ये 8टा पुओ प्रसव जंत्रणा सही जन्म देइछि ब्राह्मणी गोटिए हेले पुओ बंची नहीं माँ डाक डाकिबाकू तृष्णा भाव आसी जाइए संसार प्रति ब्राह्मणी ब्राह्मणी विचार करुच्ची मु बरऊ एमती वृद्धा है मरबी मोर संसार करने आवश्यकता ना कौ जन्म रे की पाप करी के जानी 8टा पिला जन्म देली हेले मां डाको सुनि पाइ गोटिए पिला कहीं बंचिलेनी कि मते माँ डाक डाकिलेनी आज्ञा सार माने दिन पर दिन गड़ी 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 चली एमती दुखरे ब्राह्मण ब्राह्मणी परिवार अछंती आज्ञा किछि दिन अतिबाहित होला परे ब्राह्मण चिंता कले सारे को कथा कहले एठु कोन मोर वंश बुढ़ी जीव वाह अनेक दिन बीती गलानी आज जाउची ब्राह्मणी पाखे आपत्ति करिबी वाह से स्त्री मु स्वामी हेले तथापि जेहेतु से नारायणी हाँ मु आपत्ति करिबी पुनर्बार आम संसार बंधन रे बांधी होबा हाँ भगवान कौन एडे निष्ठुर हो जिवे ये नवम गर्भजात संतान को नहीं जिवे ना यही कथा विचार करी से दिन पथित दशा ब्राह्मण दुखिनी ब्राह्मणी पाखे पहुँचले ब्राह्मण नाम सुधाकर ब्राह्मणी नाम सुधासिनी ब्राह्मण डाकिले कहले सुधा ए सुधा स्वामी अरे तुम्हें कौन एबे भी कांदुछ हाँ स्वामी पिला माने मरी गला परे मु निज कांधे मशाणी हुई के नहीं जाइछि मु कौन बापा ए मोर हृदय वेदना को मु छापी रखी कांदिले कौन हम मो मन कहूँ
ନବମ ଗର୍ଭଜାତ ସନ୍ତାନକୁ ତୁମ କୋଳରୁ କେହି ଛଡ଼େଇ ନେବେନି। ଆସ ଆମେ ଦୁଇ ଜଣ ସଂସାର ବନ୍ଧନରେ ବାନ୍ଧି ହେଇଯିବା। ତୁମେ କ'ଣ କହୁଛ ସ୍ୱାମୀ? ହଁ ମୁଁ ତା ଜାଣିପାରୁନି ସ୍ୱାମୀ। ଆସ। ନା ମତେ ଆଉ ସେ ପାପ ପଙ୍କିଳକୁ ଯିବା ପାଇଁ ବାଧ୍ୟ କର ନା। ହେ ବ୍ରାହ୍ମଣ ଗୋସେଇ ତୁମେ ଏଡ଼େ ବୋକା। ମାନେ ପିଲା ତ ମରିଗଲେ, ହଁ ଇଏ ନବମ ଗର୍ଭଜାତ ସନ୍ତାନ ବଞ୍ଚିବ ବୋଲି କିଛି ଗ୍ୟାରେଣ୍ଟି ଅଛି? କାହିଁକି ତୁମେ ବ୍ୟସ୍ତ ହଉଛ ପୁଅ ପାଇଁ? କହିଲ ନା ପୁତୁ ନାମକ ନର୍କରୁ ପୁଅ କୁଆଡେ ବାପାକୁ ଉଦ୍ଧାର କରେ। ତେଣୁ ପୁଅ ଦରକାର। ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପୁତ୍ର ପିଣ୍ଡ ପ୍ରୟୋଜ। ବାଃ, ଯଦି ଗୋଟିଏ ନର୍କରୁ ପୁଅ ବାପା ମାଙ୍କୁ ଉଦ୍ଧାର କଲା, ଆଉ ତେୟାସିରୁ ଆଉ 83 ନର୍କରୁ ଉଦ୍ଧାର କରିବ କିଏ? ତାର କିଏ ଉଦ୍ଧାର କରିବ? ଚୈତନ୍ୟ କହିଛନ୍ତି ହଁ 19 ନର୍କରୁ ଉଦ୍ଧାର କରେ ଝିଅ। ଝିଅ ମୁଁ ଚୈତନ୍ୟଙ୍କ କଥା କାଟି ଦଉନି, ନା କିନ୍ତୁ ଝିଅର ପୁଅ ନାତି ପିଣ୍ଡ ପାଣି ଦବ। ଝିଅଟିଏ ବାହା ହେଇ ସାରିବା ପରେ ମାଣ ଭୋଗ ବି ଖାଇବନି। ନା ଆପଣଙ୍କ ଘରୁ ଝିଅଟି ପରଗୋତ୍ରୀ ହେଇଗଲା, ଆଜ୍ଞା ଆପଣ ତାକୁ ମାଣ ଭୋଗ ଦେଇପାରିବେ? ପିଣ୍ଡ ପାଇଁ ଚାଉଳ ପାଇବ? ସେ ଝିଅର ପୁଅ ନାତି ବରଂ ଜେଜେ ବାପାର ପିଣ୍ଡ ପାଣି ଦବ। ବାଃ, ବାବୁ ତାର ଗୋଟିଏ ନର୍କରୁ ଉଦ୍ଧାର କରେ ପୁଅ। ପୁଅ ବ୍ରାହ୍ମଣୀ ସ୍ୱାମୀ 83 ନର୍କରୁ ଉଦ୍ଧାର କରେ କିଏ? ସେ ନା ବୋହୂ। ପୁଅଟିଏ ବଞ୍ଚିଲେ ତ ବୋହୂ ଆସିବ। ବାସ୍ ଯେଉଁ ବୋହୂକୁ ଆପଣ ହୀନ ଦୃଷ୍ଟିରେ ଦେଖୁଛନ୍ତି, ଆଜ୍ଞା ଯୋଉ ବୋହୂକୁ ପରିବାରରେ କଷ୍ଟ ଦିଆଯାଉଛି, ସେ ବୋହୂ ଯେତେବେଳେ ଶାଶୁ ଘରକୁ ଆସେ ତାକୁ ପୂଜା କରି ଶାଶୁ ଘର ଲୋକ ନିଅନ୍ତି। ଦୁବ ଚାଉଳ ପକେଇବେ, ଶଙ୍ଖ ବଜେଇବେ, ହୁଳହୁଳି ପକେଇବେ। ବୋହୂକୁ ଗୃହଲକ୍ଷ୍ମୀ ରୂପରେ ଶ୍ୱଶୁର ଆଳରେ ପୂଜା ଅର୍ଚ୍ଚନା କରି ବନ୍ଦନା କରି ନିଆଯାଏ। ସାର୍ ମୋର ଡିଜେ ବାଜିଥିଲା। ଚୁପ ହେଇବ। ତୋ ବୋହୂକୁ ତୁମେ ତୋ ବାପ ପୁଅ ଦି ଜଣ ଯାକ ବାଡେଇକି ବାହାର କରିଦେଇଛ। ଆଉ ରଖିଥାନ୍ତୁ। କାହିଁକି ବାହାର କରିଦେଇଛୁ? ତା ବାପା ପାଇଁ ଟଙ୍କା ବାକି ରଖିଛି। ସତେ ଏରେ ଆଜ୍ଞା। ମୁର୍ମୁଷୁ ଅବସ୍ଥା ହେଇଥିବ, ହଁ ସଜିଆ ସାଇ ହେଇଥିବୁ, ହଁ ଚାରି ପାଖରେ ଜ୍ଞାତି ବନ୍ଧୁ କୁଟୁମ୍ବ ବେଢିଥିବେ, ଏଠିଥିବେ। ତୋ ପାଟିରେ ପାଣି ଟୋପେ ଟୋପେ ଦଉଥିବେ। ଆଜ୍ଞା ଏ ପୁଅ ଏ ପାଟିରେ ପାଣି ଟୋପେ ଟୋପେ ଦଉଥିବେ। ବେଶ ପ୍ରତ୍ୟେକ ମଣିଷର ଦିନେ ଶେଷ ସମୟ ଆସିବ। ଆଜ୍ଞା କେହି କହିନି ମୁଁ ଚିରଞ୍ଜୀବୀ ବୋଲି। ନା ସେ ଯେଡେ ଜ୍ଞାନୀ ବିବେକୀ ପଣ୍ଡିତ ନ୍ୟାୟବନ୍ତ ହଉ, ଆଜ୍ଞା କୃଷ୍ଣଙ୍କ ପରି ଭଗବାନ ବି ବିଦାୟ ନେଇଛନ୍ତି, ଲେଲେ ରାମଙ୍କ ପରି ଦିବ୍ୟ ପୁରୁଷ ବିଦାୟ ନେଇଛନ୍ତି। ଲେଲେ ମୋ କହିବାର ତାତ୍ପର୍ଯ୍ୟ ସମସ୍ତେ ପାଣି ଦଉଥିବେ। ହଁ ସେତିକି ବେଳେ ଝରକ ବାଟି ଫାଙ୍କେରେ ଜଣେ ଡାକିବ, କଣ କହିବ? କହିବେ ଏ ଗେରୁଆ, ଆଜ୍ଞା ତୋ ଜୀବନ କାଳ ଭିତରେ ବହୁତ ପାଲା ଗାଇଛୁ, ବେଶ କେତେ କାହାକୁ କଣ ଦେଇଛୁ, ମୋ ପାଉଣାଟା ପୂରଣ କରିଦେ, ତାପରେ ଯିବୁ। ଆଚ୍ଛା ମୁଁ ତ ପଢିଥିବି, ମୁଁ ଦେବି କଣ ଆଉ ମାଗିବ କଣ ସେ? ମୁର୍ମୁଷୁ ଅବସ୍ଥାରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲା ବେଳେ ଶଯ୍ୟା ସାଇ ବ୍ୟକ୍ତି ତୁଳିତଳ୍ପ ଶଯ୍ୟାରେ ଶୋଇଛି ଆଜି। ଆଜ୍ଞା ସେତିକି ବେଳେ ସମସ୍ତେ ପାଣି ଦଉଛନ୍ତି, ଜଣେ ଡାକୁଛି ମୋ ପାଉଣାଟା ଦେ। ସାର୍ ଡାକୁଛି କିଏ ସେ? ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର। କଣ କହିଲେ ଟାଇଗର? ଟାଇଗର ନୁହଁ, ବଧିରେ ପାଟିକନା। ଟାଇଗର ନୁହଁ କି ଠାକୁର ନୁହଁ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଗୋଟେ ପଦ ଲେଖିଲେ, ଲେଖନ୍ତୁ ବଙ୍ଗଳା ସାହିତ୍ୟ। ଆଣ କହିଲା ଏ ମରଣ যেদিন আসিবে আমার দুয়ারে, ইয়ে কি দেই তসিবে তাকে উয়ারে, আমার পরাণ খানি কোচবে তাকে দিবে আমাকে ভরা আমার পরাণ খানি, আমার পরাণ খানি কোচবে তাকে দিবে আনে ভরা আমার পরাণ খানি, কোচবে তাকে দিবে তাকে শূন্য বিদায় করিবা নাই গো আমি ধরি তাকে শুনো বিদায় করিবা নাই গো আমি ধরি তাকে। মরণ যেদিন আমার দুয়ার ছিকে আসছিলেন, আমি তাকে কিছু দেইতে হবে, কিছু নেইতে হবে। বুড়া বোধে কলিকতার লা। আজ্ঞা পান দোকান দিয়েছিলা। চুপ। কোন মরণ নব কଣ ନେବ? না ভরা আমার পরাণ খানি তোষিবে তাকে দিবে আনি। মরণ ডাকুছি তো পরাণ মতে দেই দেই যা। ଓହୋ ପ୍ରାଣ ଭିକ୍ଷା ମାଗୁଛି। পণ্ডিতে সেই সময়ের সমস্তে বুড়া পাটিরে পানি দেবে। ଆଜ୍ଞା ঝিও দব, জই দব, ভাই দব, ଭାଇ ବୋହୂ ଦବ। চুপ। সমস্তে দেলা বেড়ে জনিয়ে পানি দেলে বুড়া মুক্তি পাইব। ଜାଣିଛି ଆଜ୍ଞା, এই চিলিকা কুড়িয়া কবি ମୁଁ ଜାଣିଛି। কিয়ে? ଶାଢୀ ভগবান, শাড়ি কুয়াড়ে দব পানি? ତତେ ଦବ ବଳି ପକେଇବ। কলা কুল বধু যেবে মুখে দি এ জল জলনু হইছে চতুর্বর্গ এ জলনু হইছে জলনু হইছে চতুর্বর্গ কোনটি গানা? কুল বহু পানি মুদ
ମୁଦିଏ ଦେଲେ ଚତୁର୍ବର୍ଗ ଫଳ ପାଇବ ତେଣୁ ଆଉ ବୋହୂକୁ କଣ ବାଡେଇକିରି ବାହାର କରିବ ଶ୍ୱଶୁର ମରିଯିବ ଗୋବର ପାଣି ପକେଇବ କି ବହୁ ନା ଆଉ ମୁଁ ପୁଅ ହେଇଛି ମୋ ବାପାର ମୋ ବାପା ମରିଗଲା ମୁଁ ବାହା ହେଇନି ପିଣ୍ଡ ପାଣି ଦେଇପାରିବି ତମେ ଦେବା ଆଉ କିଏ ଦେବ କାହିଁ ଦେଇପାରିବି ନାହିଁ ନା ସହଧର୍ମିଣୀ ନ ଆଇଲେ ପିଣ୍ଡ ପାଣି ହେଇପାରିବ କୋଟିପତି ଘରର ବାପା କୋଟି କୋଟି ଟଙ୍କାର ଜିନିଷ ଦଉଛି ଯୌତୁକ ଆଜିକାଲି ତ ଉଠିଗଲାଣି ଜିମା ସାର୍ ସ୍ତ୍ରୀ ମରି ଯାଇଥିବ ସେ ବିପତ୍ତି କହିଥିବ କନ୍ୟା ଦାନ କରିପାରିବ କରିପାରିବନି କୋଉ କନ୍ୟା ପିତା ନ ଚାହେଁ ମୋ ଝିଅକୁ ମୁଁ କନ୍ୟା ଦାନ କରିବି ଶଙ୍ଖରେ ଜଳଟେ ତା ସ୍ତ୍ରୀ ନଥିଲେ ବିପତ୍ନୀ କହିଥିଲେ ସେ କନ୍ୟା ଦାନ କରିପାରିବ ନା ସାର୍ ଯଦି ସମୁଦ୍ର ଥିବ ହବନି ତୁମ ଭାଜିଗଲେ ସେଠି ତୋ ମୁଣ୍ଡ ଖରାପ ହେଇଯାଇଛି ତାଙ୍କରି ଗାଡ଼ିରେ ଯାଇ ସହଧର୍ମିଣୀ ବିନେ ଧର୍ମ କରିବା ନିଷେଧ ଶାସ୍ତ୍ରେ ନାନା ମୁନି ମତେ ଗାୟକ ଶିରୋମଣି ନିରଞ୍ଜନ ନିରଞ୍ଜନଙ୍କ ଲେଖା ସେଇଥିପାଇଁ କହିଛନ୍ତି କୋଉ ମନେକର ତୋ ପୁଅର ତୋର ତୋ ବୋହୂକୁ ବାଡେଇ ବାହାର କରିଦେଇଛି କେଉଁ କେଉଁ ସମୟରେ ତୋ ବୋହୂର ଆବଶ୍ୟକତା ଅଛି ତୋ ଗୃହସ୍ଥାଶ୍ରମରେ ବହୁକୁ ରଖିବାକୁ ପଡିବ ଲେଖିଲେ ବଶିଷ୍ଠ କହିଲା ଧର୍ମ ଖ୍ୟାନେ ଶ୍ମଶାନେ ରୋଗୀ ଯାହା ମତି ଭବେ ସର୍ବଧର୍ମ ତିଷ୍ଠ ଚେତ୍ କୋନ ମୁଚ୍ୟତେ ବନ୍ଧନ ଆପଣଙ୍କର ଘର ପ୍ରତିଷ୍ଠା ହେଉଥିବ ବହୁ ଆସିବ ଘର ପରିବାର ଯାକ ବୋହୂକୁ ବାଡେଇ ବାହାର କରିଦେଇଛୁ ସମସ୍ତେ ନୂଆ ଲୁଗା ପିନ୍ଧିବେ ହୁଳହୁଳି ପକେଇବେ ବୋହୂ ଯଦି ନୂଆ ଲୁଗା ଖଣ୍ଡେ ପିନ୍ଧି ହୁଳହୁଳି ନ ପକେଇକି ଘର ଚାରିପଟେ ଟିକେ ପିଠଉ ବା ନ ବାଡେଇଛି ସେ ପ୍ରତିଷ୍ଠାରେ ମୂଲ୍ୟ ନାହିଁ ରୋଗ ଶଯ୍ୟାରେ ପଡିଥିଲା ବେଳେ ବହୁ ଦରକାର ଦରକାର ମାଙ୍ଗଳିକ କାର୍ଯ୍ୟକ୍ରମରେ ବହୁ ଦରକାର ଦରକାର କଣ ପୁଅ ବୁଝୁଛୁ ଆଉ ତେଣୁକରି ଏଠି ବ୍ରାହ୍ମଣ କହିଲେ କହିଲେ ପୁଅ ଗୋଟିଏ ନର୍କରୁ ଉଦ୍ଧାର କଲା ବେଳେ ବାପା ମାଙ୍କୁ ବହୁ ବୋହୂ କେତେ ନର୍କରୁ ଉଦ୍ଧାର କରେ ଲେଖିଲେ ଆପଣ ମାନଙ୍କର କର୍ଦ୍ଦମ ଋଷିଙ୍କ ପୁଅ କପିଳ କପିଳ ରାମାୟଣରୁ ଗୋଟେ ଶ୍ଲୋକ ଗାଉଛି ବ୍ରାହ୍ମଣିଆ ଠେଇ ନାହିଁ କିଛି ଲକ୍ଷ୍ମୀନ୍ଦ ରାଉତ ବ୍ରାହ୍ମଣିଆ ଗାୟକ ନୁହଁ ଯିଏ ସାଧନା କଲା ସେ ହେଲା ବ୍ରାହ୍ମଣଟି କଣ ଅଛି ଆଉ କାଲି ଗୋଟାକ ଯାକ ଗଲା ଶୁଳ୍କ ନାହିଁ ମୁଁ କହିଲା ବେଳେ ମତେ କହିଲା ଶୁଳ୍କ ନଥାଉ ମୁଁ ତ 2500 ଟଙ୍କା ପ୍ରାଇଜ ପାଇଛି 2500 ଟଙ୍କା ପାଇଛି ବିନା ନିଃଶୁଳ୍କିଆରେ ମୁଁ ଭାବୁଛି କାଲି ଶୋଇକିରି ଏଠି ଗଡ଼ିଲେ ବୋଧେ 3000 ପାଇବ ବାବୁ କହିଲା ଇଏ ପୁତ ନର୍କା ତ ଧାର ପୁତ୍ର ଶ୍ରେଷ୍ଠ ବଧୁ ସ୍ତୁୟଂ ବିଂଶତ୍ରି ନର୍କା ବଧୂୟଙ୍କ ପ୍ରମୁଚ୍ୟତେ ଗୋଟିଏ ନର୍କରୁ ପୁଅ ଉଦ୍ଧାର କରେ ବୋହୂ କେତେ ନର୍କରୁ କପିଳ କହିଲେ 24 20 ଗୁଣନ 4 କେତେ 80 ଯୁକ୍ତ 3 83 ନର୍କରୁ ଉଦ୍ଧାର କରେ କୁଳବଧୂ ବ୍ରାହ୍ମଣ ବୁଝଉଛି ବ୍ରାହ୍ମଣ ବୁଝେଇଲେ କହିଲେ ସୁଧା କହିଲେ ସୁଧା ସ୍ୱାମୀ ତେଣୁକରି ତୁମେ ଭୁଲି ଯାଅ ପଛ କଥା ସଂସାର ବନ୍ଧନରେ ବାନ୍ଧି ହେଇଯିବା ମୋ ମନ କହୁଛି ସ୍ୱାମୀ କେବେ ହେଲେ ନବମ ଗର୍ଭଜାତ ସନ୍ତାନକୁ ତୁମ କୋଳରୁ କେହି ଛଡ଼େଇଲେ ମୁଁ ପାରିବିନି ସ୍ୱାମୀ ତୁମେ ସେ ନର୍କକୁ ଯିବା ପାଇଁ ମୋତେ ବାଧ୍ୟ କର ନା ସ୍ୱାମୀ ତୁମେ ସତୀ ସାଧ୍ୱୀ ପତିବ୍ରତା ନାରୀ ସ୍ୱାମୀ ପତିବ୍ରତା ନାରୀ ସ୍ୱାମୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ ଆସ ସୁନ୍ଦରୀ ସ୍ୱାମୀ ମୋ ମନ କହୁଛି ଏଇ ହେଉଛି ସୁବର୍ଣ୍ଣ ସୁଯୋଗ ଠିକ ସମୟ ତୁମେ କ'ଣ ସତ କହୁଛ ସ୍ୱାମୀ ମୁଁ ତୁମ ସହିତ ପ୍ରୀତି କଲେ ତୁମ ଗର୍ଭଜାତ ସନ୍ତାନ କେବେ ହେଲେ ତାକୁ କେହି ଛଡ଼େଇ ନେବେନି ଆମ ବଂଶ ରକ୍ଷା ହେଇଯିବ ଆସ ତୁମେ କ'ଣ ସତ କହୁଛ ସ୍ୱାମୀ ଆସ ସୁନ୍ଦରୀ ଠିକ ଅଛି ସ୍ୱାମୀ ଏଠି ମୁଁ ଚୌପଦୀ ଗାଇବି କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ସମାଲୋଚନା କରିବେ ନୃସିଂହତା କାହିଁକି ନା କହିବେ କ'ଣ 8ଟା ପିଲା ହେଲା ପରେ ଚୌପଦୀ ଗାଇଲେ ନାରୀ ଯେତେ ପୁରୁଣା ହଉ କୋଟି କୋଟି ଟଙ୍କାର ଅଳଙ୍କାର ପିନ୍ଧୁ ତାର ମୁଖ୍ୟ ଭୂଷଣ ହଉଛି ଲଜ୍ଜା ସ୍ୱାମୀ ଯେତେବେଳେ ତା ସ୍ତ୍ରୀ କି ପ୍ରୀତି ନିବେଦନ କରିବ ସେ ଟିକେ ଲାଜେଇ ଯିବ ଯୋଉ ଦିନଠୁ ନାରୀ ଭିତରୁ ଲଜ୍ଜା ତୁଟି ଯାଇଛି ତା ଭିତରେ ନାରୀତ୍ୱ ନାହିଁ ଆଉ ନାରୀଟି ମୁଁ ଗୋଟିଏ କଥା କହିବି ଆପଣ ମାନଙ୍କୁ ଯୁଡ଼ାଟିଏ ବାନ୍ଧିଥବ ଓଢ଼ଣୀଟିଏ ପକେଇଥବ ସିନ୍ଦୁର ଟୋପାଟିଏ ଲଗେଇଥବ ଦେବୀ ଭଳିଆ ଦେଖା ଯାଉଥବ ଆଉ ମୁଣ୍ଡ ଚୂଳ ଫର ଫର ହିଁ ଉଡୁଥବ ଏତିକି ଦେଖା ଯାଉଥବ ଯାହା କବି ବର୍ଣ୍ଣନା କରିବେ
कि नले पुळे चूल लंबिकी आसी पाटी भितर पौथबे एतिकी केराए ମୋ ସ୍ତ୍ରୀ ନଣ୍ଡା ହେଇଯାଇଛି ଆଜ୍ଞା तेणु करी निहन करुचंती ब्राह्मण देखिबा ब्राह्मण विचार कले उपयुक्त समय रे मो स्त्रीर मुखरे प्रसन्नता आसीबो खुशी हब प्रीति निवेदन हब गोटे कथा आपण मानकु कहूछि नारीर अनिच्छा सत्वे जो पुरुष प्रीति करे କ'ଣ ହବ से नारी गर्भधारण कला माने ठीक 16 हेला लको आगो बापा ऊपर आरंभ करिवो ହଇରେ ଗୋବିନ୍ଦ ଆରେ ହେଇଥିବେ ଆମ ଗାଁ ରଙ୍ଗ ବାଡୁଛି नारीर अनिच्छा सत्वे प्रीति कले संविधान विरुद्ध नारीर अनिच्छा सत्वे प्रीति करबा आवश्यकता नाही ସ୍ୱାମୀ तू गोटे कहीं पार्टी करछु केमी देखा जाउछु तू तते के कहै ये ठिया ले गोटे झियो भलिया देखा जिवो पालार गोटे अभिनय अछि तू ठिया आलु तू कोन झियोटा भलिया देखा जाउछु बहुटा भलिया देखा जाउछु ଯେତେବେଳେ ବାହା ହେଇକି ଆଇଲ କେମିତି ଦେଖା ଯାଉଥିଲି एबे कहीं देखा जाउनु ଏ ଯୋଉ ବର୍ଷିଆ ପିଲା ହେଲେ आ तू तो चालाकी स्त्री लोक टिके टाइम नेलु नै आस गोटिए पद चौपदी ବୁଝା कवि सूर्य बलदेवर तापर नटवर धलंकर बहु लेखा वर्तमान महापात्र सार कहे सोनादास कहला जो बड़ बड़ गायक पाखे जहाँ अच्छी से माडिकी रखी छाड़ू ना ठीक ना भूल कहीं कौन पैतृक संपत्ति मशाणी की नहीं जीव से तो प्रिंटिंग है नहीं गोटे छाड़ी दौ ना आम मैंने पाऊ ना ताको छाड़बे बाबू हे पुओ मु दंभर सहित कहबी जेतिकी चौपदी थिला जड़े वरिष्ठ गायक भारी चिडा से सेमती तांकर योग्य छात्र के आसिलेनी कि से आसी पारला नहीं गोटे पद गाउची पुराणा कालिया कथा कला मर्म जाउची कवि सूर्य बलदेव रथ फाटी रे ए प्रिय सही मारो मारो गण धाटी रे मार मजा चौपदी प्रकृत चौपदी कार होउछंती कवि सूर्य बलदेव ता पर को जदी हिसाब करिवे अंक निधि दास आ गोटे पद आपण मानक सुनाउछि नटवर धळ जने पुराणा कालिया गायक पाखुर ए पद संग्रह कराई डाकुचंती हे सुंदरी आस
ବ୍ରାହ୍ମଣୀ ଡାକୁଛନ୍ତି ଆସ ସୁନ୍ଦରୀ ନା ତ ମତେ ତାଙ୍କରି ଲେଖାକୁ ପଢିକିରି ଆଜ୍ଞା କଣ ଅଡୁଆ ହଉଛି ନା କଣ ଶୁଣନ୍ତୁ ଏଠି ଲେଖିଛନ୍ତି ନଟବରଧଳ ତାଙ୍କରି ଲେଖାକୁ ପଢିକିରି ଏ ଆଲବମ ରାଇଟର ମାନେ ଲେଖିଲେ ଆଖିରେ ହାଣି ଦଉଛୁ ତମେ ଆମର ହାଣି ଜାଣିଛ କାଟିକନ ତୁ ଜାଣିଛୁ ତୁ ସାଙ୍ଗରେ କଣ କରୁଛ ସବୁ ତମେ ତମେ ଡାକୁଥିଲ ବିଜୟ ମଲ୍ଲ ଯେ ଆମରି ଗାଁର ଲୋକ ମୁଁ ଥରେ ପଚାରିଲି ମୁଁ କହିଲି ବିଜୟ ଭାଇ ଏକଥା କେମିତି ଲେଖୁଛ ନା ରେ ଇଏ ଦୁନିଆରେ ଅକ୍ଷୟ ମହାନ୍ତି କହନ୍ତି ଯେ ସେ ଯେତେବେଳେ ମାନେ ଲେଖିଲେ ଗୀତ ଆଧୁନିକ ଗୀତ ସେ ସବୁତକ ଚୌପଦୀ ଆଣି ପଢିଛନ୍ତି ଛୋଟିଆ କଥା ଆପଣ ଜାଣନ୍ତି ଯେ ଶୈଳଭାମା ଏ ଯୋଉ ପଟ୍ଟନାୟକ ଆପଣଙ୍କର କୋଉ ପଟ୍ଟନାୟକ ଯେ ଓଡ଼ିଶୀ ଶ୍ୟାମାବଣୀ ପଟ୍ଟନାୟକ ସେ ଆଜ୍ଞା ସେ ପଟ୍ଟନାୟକ ତାଙ୍କୁ ଦେବୀ କୁହାଯାଏ ଆଜ୍ଞା ଶ୍ୟାମାମଣି ଦେବୀ ସେ ବି ପଟ୍ଟନାୟକ ସେ ନିଜେ ମୁକ୍ତ କଣ୍ଠରେ ସ୍ୱୀକାର କଲେ କହିଲେ ମୁଁ ପାଲା ଦେଖିକିରି ପୁରୁଣା କାଳିଆ ଗାଁକୁ ବାଙ୍କି ଅଞ୍ଚଳରେ ତାଙ୍କ ଘର ମୁଁ ଚୌପଦୀ ଚମ୍ପୁ ଶୁଣିକିରି ଆଜି ତମେ ମତେ ବୁଝା ଲେଟ୍ ହେଇଯାଉ ତୁ ଅତିରିକ୍ତ ହଉଛୁ ତୁ ମୁଁ ଭାବୁଛି ତୁ ବୋଧେ ପ୍ରୀତି ନିବେଦନ କରୁଛୁ କହିଲା ଏ ବାଙ୍କ ଚାହାଣି ମତେ ଏ ସୁନ୍ଦରୀ ତୋ ଆଖି ତ ଯାଇ କୋରଡ଼ରେ ପଶିଲାଣି ଆଉ ବାଙ୍କ ଚାହାଣି କହୁଛୁ ଆଉ ସୁନ୍ଦରୀ ଅଛୁ ନା କହିଲା ତୋ ବାଙ୍କ ଚାହାଣି ମତେ ଇଏ ହାଣି ଦେଲା ରେ ବୁଢାକୁ ଭାରି ଭୋକ କଣ କହିଲୁ କହୁଛୁ ବୁଢାକୁ ଭାରି ଭୋକ ଗୋବିନ୍ଦକୁ ବୁଝାଉଛି ଚାରୁ ଚନ୍ଦ୍ରମା ଚାହାଣି ମତେ तुम बिना मु बंची पारि ना आसो सुंदर आज्ञा बारंबार विरक्त मु मना करूथेबी किंतु भितर मोर इच्छा थबो रसिका न लबो भोजी भितर टिके खटा न लबो स्वामी र गोटे पुराणा कालिया ढांचा गाइबा जने दक्ष वाद्यकार बसछन्ती सुभाष भाई से जीवन काल भितर जो बड़ बड़ पाला मंच जाइछन्ती गायक मान संगे गाइछन्ती से कथा स्वतंत्र ये बहुत आनंद भैरवी पदे हो उपस्थित ये आम जातीय संकेत कल्याणकारी हूँ आपणकर अनुष्ठान दीर्घजीवी हो सर्वस्मिकल सर्वोच्च अन्न हो बोल आनंद कबा आनंद भैरवी आनंद भैरवी मते गोटे कथा कही जगन्नाथ बेहेरा महोदय कहले ब्राह्मणी पुओ सबु बेले चिंता करिवो समस्ते तुम ऊपर तुम समस्त तले की पाठ आम शिखीचु की नाट शिखीचु जो अंचल मार्कंडेय बाहिनीपति गायक लाइब्रेरी जोटी पुओ सेठी आमे कौन खाली चालुची
ଆଜ୍ଞା କହିଲା ବିଣା ବଛ ଆଜିକାଲି ଏ ଧୀରେ ଧୀରେ ଲିଭି ଲିଭି ଯାଉଛି କାହିଁକି ନା କଷ୍ଟ ହଉଛି ଗାଇବା ପାଇଁ ଇଏ କିଣା ଜନଠାରେ କରୁଣା ବର ମୁର୍ଗା ଖି ବୀଣା ବଛାରେ নবতমাল কেছি মদালসী নবতমাল কেছি আসরে মদালসী নবতমাল কেছি মদালসী নবতমাল কেছি আসরে মদালসী নবতমাল কেছি ଆଜି ଛତୁ କାମ ଦଉଛି ସାରେ ଛତୁ ଖାଇନା ଛତୁ ଖାଏନି ମୁଁ ଭେଣ୍ଡି ମଜା ଖାଇଛି ଛତୁ ଖାଏନି ଭେଣ୍ଡି ମଜା ତମର ଯାହା ଅଭ୍ୟାସ ନା ଏଇଥିପାଇଁ ଭେଣ୍ଡି ମଜାର କରାଯାଉଛି ର ସେ ଯାହା ହଉ କିଏ ନିନ୍ଦା କରନ୍ତୁ କି ପ୍ରଶଂସା କରନ୍ତୁ ସେଥିରେ ନାହିଁ ହଁ ପୁରୁଣା କାଳିଆ ଢାଞ୍ଚାକୁ କିଛି ନ ବଞ୍ଚେଇଲେ ଆଜ୍ଞା ପାଲା ହେଇପାରିବ ଅଡୁଆ ହେଇଯିବ ବେଶ ଆଉ ବିଶେଷ ପ୍ରୀତି ବର୍ଣ୍ଣନା ମୁଁ ଦେବିନି ନା ନାଇଁ ମୁଁ ତ ବୁଝି ସାରିଲେଣି କବି ସୂର୍ଯ୍ୟ ବଳଦେବ ରଥ ସୁନ୍ଦର ସୁନ୍ଦର ଚୌପଇ ସବୁ ଲେଖିଛନ୍ତି ଆଜ୍ଞା ଏତେ କହିଲା ପରେ ଆଜ୍ଞା ବ୍ରାହ୍ମଣୀ ମନରେ ଟିକିଏ ଆନନ୍ଦ ସୃଷ୍ଟି ହେଲା ବେଶ ଆଜ୍ଞା ଆଜ୍ଞା ପଛ କଥାକୁ କିଛିଟା ଭୁଲି ବା ଭଗବାନଙ୍କ ଉପରେ ମନ ପ୍ରାଣକୁ ସମର୍ପଣ କରି ବ୍ରାହ୍ମଣକୁ ପ୍ରୀତି ଦେଲେ ଆଜ୍ଞା ଅବଦୈମିତ୍ୟ ଯୌନ୍ୟ ସହ ସମ୍ବନ୍ଧ ସୃଷ୍ଟି ହେଲା ବ୍ରାହ୍ମଣ ବ୍ରାହ୍ମଣୀଙ୍କ ଭିତରେ ବେଶ ଆଜ୍ଞା ପ୍ରଗାଢ଼ ପ୍ରୀତିରେ ମଜିଗଲେ ସୁସମୟକୁ ଦେଖି ସମୟ ଜ୍ଞାନ ନ ରହିଲେ ଅଯୋଗ୍ୟ ପୁଅ ଜନ୍ମ ନେବେ ବାପା ମାଙ୍କ ଠାରୁ ଆଜ୍ଞା ମୋ ମା ମାନେ ଜ୍ଞାନୀ ମାନେ ସେତିକି ବେଳେ ବ୍ରାହ୍ମଣଙ୍କ ଔରସ ବ୍ରାହ୍ମଣୀଙ୍କ ଗର୍ଭରେ ସ୍ଥାନ ପାଇଲା ଧୀରେ 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 ଗର୍ଭ ମାସ ବଢିଗଲା ସାର୍ ବଢିବାରେ କେତେ ମାସ ହେଲା କାରଣ କେତେ କବି ଲେଖିଛନ୍ତି ସେ ଏମିତି ଦେଖାଗଲା ସେମିତି ଦେଖାଗଲା କ୍ଷମା କରିବେ ଏଥିରେ ସାହିତ୍ୟ ଛଟା ଅଛି କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ଗୋଟେ କହିବି ସାରେ କୋଉ କଥା ଗୋଟେ ନାରୀ ଗର୍ଭ ଧାରଣ କଲେ ତାକୁ ତା ସ୍ୱାମୀ ପାଞ୍ଚଟା କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ନବ ସାର୍ ଏ ପାଞ୍ଚଟା କଥା କଣ କଣ ଯେକୌଣସି ପରିବାର ଗୋଟେ କୂଳ ବୋହୂ ହଁ ଗର୍ଭ ଧାରଣ କରିଛି ଆଇ, ଆଇ, ଅନ୍ତଃସତ୍ତ୍ୱା ହେଇଛି ହଁ ତା ପରିବାର ଲୋକ ତା ସ୍ୱାମୀ ହଁ ପାଞ୍ଚଟି କଥା ଯୋଗେଇଲେ ସେ ନାରୀ ଗର୍ଭରୁ ସେ ବୋହୂ ଗର୍ଭରୁ ଯୋଗ୍ୟ ପୁଅ ଜନ୍ମ ନବ ଦେଖିବା ସେ ପାଞ୍ଚଟା କଥା କଣ ମନେ ସାର୍ କଣ ତୋ ବୋହୂର ଯେତେବେଳେ ପିଲାପିଲି ହବା ସମୟ ହବ
तो पुओ को कहबू कि जदि तो पुओ विदेश रे थब तुमे हाँ। सासु ससुर हाँ। पांचुटा कथा जोगेइबो योग्य नाती पाई कि नातु ମୋ କଥା ଛାଡ଼ ମୋ କଥା ବୁଝ ମ कौन ମୋର ହବାର ଅଛି ବିହା କାହିଁକି ପାଇବୁ ପାଞ୍ଚୁଟା ହଁ। କଥା ଯୋଗେଇବୁ କବି ହେଲେ କପିଳ କର୍ଦ୍ଦମଙ୍କ ପୁଅ ଆଜ୍ଞା। ଗୋଟେ ପଦ କହୁଛି କହ ଯୋଉଟା ସମାଜ ପାଇଁ ଦରକାର ଆରେ ପୁଅ କେତେ ଖଡ଼ ଖଡ଼ କରୁଛୁ କହିଲେ ଆହାର ବିଭୁ କୀର୍ତ୍ତନ ଚିତ୍ତ ସୁଶ୍ରୁତି ଶ୍ରବଣ ଇହାର ପଞ୍ଚମାପ୍ନୋତି ରକ୍ଷା ଦୋହ ଦିନିଚ ଆହାର ଆହାର ଗୋଟେ ଗର୍ଭବତୀ ନାରୀ ପାଇଁ ଦରକାର ଭିଟାମିନ ଖାଦ୍ୟ ଏ ଗାଇନିକ ସ୍ପେଶାଲିଷ୍ଟ କହୁଛନ୍ତି ଆହା ଖାଇବାକୁ ଦେବେ ଗୋଟେ ଏଡ ସୁସ୍ଥ ନାତି ଜନ୍ମ ହବ ବେ ପାଠ ପଢିବନି ଲାଭ ଅଛି ନା ଆଜ୍ଞା ନାଇଁ ନାତି ଦେଖିବାକୁ ସୁନ୍ଦର ହେଇଥିବ ବେ ପାଠ ପଢୁନଥିବ ହଁ ସେ ସୁନ୍ଦରରୁ କଣ ମିଳିବ ନା ଆହାର ବିଭୁ କୀର୍ତ୍ତନ ଚିତ୍ତ ସୁବିଭୁ କୀର୍ତ୍ତନ କଣ ଆରେ କହିଲ ନା ଗର୍ଭବତୀ ନାରୀ କି ଯୋଉ ଜାଗାରେ ପାଲା ହଉଥିବ କୀର୍ତ୍ତନ ହଉଥିବ ପ୍ରବଚନ ହଉଥିବ ଭାଗବତ ହଉଥିବ ଗୀତା ହଉଥିବ ହଁ। ସେଇ ଜାଗାରେ ବସିବ ଆଚ୍ଛା କାହିଁକି କହିଲ ନା ଗର୍ଭବତୀ ନାରୀ ଯାହା ଦେଖେ ଯାହା ଶୁଣେ ହଁ ତାର ଗର୍ଭସ୍ଥ ଭ୍ରୂଣ ଉପରେ ଛାୟା ପଡେ ସାରେ ଏମିତି ପୁଅ କିଏ ଶୁଣିଥିଲା ଆରେ ବାବୁ 1995 ମସିହାରେ ଆମେରିକାର ବୈଜ୍ଞାନିକ ମାନେ କହିଲେ ହଁ ଯେ ନାରୀ ଗର୍ଭରେ ପିଲା କଥା ଶୁଣୁଛି ଆଜ୍ଞା ତା କାନ ଧରିକି ପଚାରିବ କଣ କାହିଁକି ବିଜ୍ଞାନର ସୃଷ୍ଟି ଭାରତ ବର୍ଷରୁ ପଞ୍ଚମହାଭୂତରୁ କଣାଦ ସୃଷ୍ଟି କରିଛନ୍ତି ବାଃ ପୁଅ ଆଜ୍ଞା ଦ୍ୱାପର ଯୁଗରୁ ମା ଗର୍ଭରେ ପିଲା ଶୁଣିବା କଥା ସରିଯାଇଛି ଆଜ୍ଞା ପୁଅ କିଏ କହିଲା ସୁଭଦ୍ରା ଗର୍ଭେ ଥିଲା ସେ ଭୀମ ସଂସ୍କୃତି ସୁଭଦ୍ରା ମାଙ୍କ ଗର୍ଭରେ ଅଭିମନ୍ୟୁ ଥିଲା ବେଳେ ଅର୍ଜୁନ ଯେତେବେଳେ ଚକ୍ରବ୍ୟୁହ କଥା ଶୁଣିଲେ କହିଲେ ସୁଭଦ୍ରା ଜାଣିଥିଲେ ଯେତିକି ସମୟ ଚିଆଇଥିଲେ ସେତିକି ସମୟ ଅଭିମନ୍ୟୁ ଶୁଣିଲା ଯୋଉଠି ଶୋଇଲେ ପୁଅ ଶୋଇଲେ ଆଜ୍ଞା ଭଲ କଥା କହିବ ଗର୍ଭବତୀ ନାରୀକି ଶୁଣେଇବ ବେଦ ଶୁଣେଇବ ବାଃ ପୁଅ ବିହାର ବିହାର ମାନେ ସେ ନାରୀ କି ବିହାର ବୁଲିବାକୁ ନେବ ବିହାର କହିଲେ ଭ୍ରମଣ କରିବା ଭ୍ରମଣ କରିବା ଗର୍ଭବତୀ ନାରୀ ଘର କୋଣରେ ବସିବନି ବୁଲିବ ଚିତ୍ତ ସୁ ଚିତ୍ତୋଷ ମାନେ ବିନା କାରଣରେ ଗର୍ଭବତୀ ନାରୀ କି କନ୍ଦେଇବନି ସାରେ କାନ୍ଦିଲେ କଣ ହବ ଯାତନା ଦବ ନାହିଁ ଦେଲେ କଣ ହବ ଗଣ୍ଡ ମୂର୍ଖ ହବ ସେ ପୁଅ ଓହୋ ତାର ସେ ନାରୀକି ହସେଇବ ହଁ ମନରେ ପ୍ରଫୁଲ୍ଲତା ଆଣିବ ବାଃ ଯୋଗ୍ୟ ପୁଅ ଜନ୍ମ ନେବ। ତାହେଲେ ସେ ନାରୀ କି ଯେ କୁତୁକୁତୁ କରିବ ହେଲା, ସେ ଗର୍ଭବତୀ ନାରୀ ବ୍ରାହ୍ମଣୀ ଗର୍ଭର ଭ୍ରୂଣ ଧୀରେ ଧୀରେ ବଢି ବଢି ଚାଲିଛି ବାଃ ଭଲ ଭଲ ଖାଦ୍ୟ ଦଉଛନ୍ତି ବ୍ରାହ୍ମଣ ଏ ପୁଏ ଏ କିନ୍ତୁ ଏ ଖାଇବାକୁ ଇଚ୍ଛା ହଉନି ତାହେଲେ କଣ ଖାଉଛି କଣ ଭଞ୍ଜ କହିଲେ ଲାବଣ୍ୟବତୀରେ କଣ କହିଲେ କାହିଁକି ଖାଇବାକୁ ଇଚ୍ଛା ହଉନି କହିଲ କହିଲା ଦିବ୍ୟ ରୁଚି ବିରୁଚିଲା ମୂର୍ତ୍ତିକା ଭକ୍ଷଣ ये मूर्ति का भक्षण दिव्य बाजार काटिब मुआड़े खुआरे काटिब हाँ अरे वाह कहला दिव्य रुचि बिरुचिला मूर्ति का भक्षण आया 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 भंज कहले गर्भवती नारी की खाइबा पई रुचिकर हुए ना हाँ हाँ भल खाद्य द्रव्य दौचंती ब्राह्मण हेले से सुस्वादु खाद्य द्रव्य को उपेक्षा करी हाँ माटी खाउछ एटा सत्य आया केमी सत मो स्त्री पे गोटे कांथ भुसुड़ी देला तो स्त्री गोटे कांथ भुसुड़ाई देला आया
କ'ଣ ଗର୍ଭବତୀ ହେଇଥିଲା ବେଳେ ହଁ ହଁ ତୁ ବହୁ ମୋଟାଳିଆ କରି ନେସି ଥବ ଆଜ୍ଞା ଆଜ୍ଞା ଚୁପ୍ ସବୁ ଖଣ୍ଡେ ଦି ଖଣ୍ଡ ଖାଇଥବ ଏ ପୁଅ ଏଇ ତେଣୁ ଆଜି ଏ ଧୀରେ 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 ଗର୍ଭମାସ ବଢି ବଢି ଚାଲିଛି ଚାଲିଛି ପ୍ରସବ ଯନ୍ତ୍ରଣା ଯେତେବେଳେ ହେଇଛି ପୂର୍ବ ଆଶଙ୍କା ସାର୍ ଏ ଯୋଉ ବ୍ରାହ୍ମଣୀ ଗର୍ଭରୁ 8ଟା ପୁଅ ଜନ୍ମ ହେଇ କେହି ମା ଡାକ ଡାକିବା ପାଇନାହାନ୍ତି ସେ ବ୍ରାହ୍ମଣୀ ଯେତେବେଳେ ପ୍ରସବ ଯନ୍ତ୍ରଣା ଭୋଗୁଛନ୍ତି ସେତିକି ବେଳେ ନାରାୟଣକୁ ଡାକିଲେ ବ୍ରାହ୍ମଣ କହିଲେ ପ୍ରଭୁ କେତେ ଆଶା ମୁଁ ମୋ ବ୍ରାହ୍ମଣୀ କି ଦେଇ ଭରସା ଦେଇ ମୁଁ ଆଜି ଔରସ ତା ଗର୍ଭରେ ସଂସ୍ଥାପନ କରିଛି ମୋ ବ୍ରାହ୍ମଣୀ ଆଜି ଆସନ୍ନ ପ୍ରସବ ଆପଣ ଟିକେ ବିଚାର କରନ୍ତୁ କାରଣ ଏ ପୁଅ ମରିଗଲେ ମୋ ବ୍ରାହ୍ମଣୀ ଆଉ ଧୈର୍ଯ୍ୟ ଧରି ପାରିବନି ଦୟା କରନ୍ତୁ ଠାକୁରେ ଇଏ ପୁଅଟା ଯେମିତି ରକ୍ଷା ପାଇବ ବ୍ରାହ୍ମଣୀ ପ୍ରସବ ଯନ୍ତ୍ରଣା ଭୋଗୁଛି ଠାକୁରଙ୍କୁ ଡାକୁଛନ୍ତି ବ୍ରାହ୍ମଣ ଡାକୁଛନ୍ତି ପ୍ରଭୁ କେମିତି ଡାକୁଛନ୍ତି ଭକ୍ତ କବି ଜୟଦେବ ପବିତ୍ର ଗୀତ ଗୋବିନ୍ଦ ଏଇ ଖୋର୍ଦ୍ଧା ଜିଲ୍ଲାର କବି ହେ ହରି ଇଏ ଶ୍ରୀ ତ କମଳା କୁଚମଣ୍ଡଳ ହେ ମରିଯିବ ମୋ ବ୍ରାହ୍ମଣୀ ଦୟା କରିବେ ଠାକୁରେ হরি শ্রী তো কমলা কুচমণ্ডল হে হরি শ্রী তো কমলা ধ্রুত কুণ্ডল হে ধ্রুত ললিত বনমাল হরি জয় দেব হরে হরে প্রভু হরে প্রভু হরি জয় দেব হরে হরি দিন মণি মণ্ডল মণ্ডনা হরি দিন মণি মণ্ডল ପିଲାଦିନୁ ତୋ ଉପରେ ମୁଁ ଭରସା କରିଥିଲି ମୋ ସଂସାର ଆଜି ସରିଗଲା ପ୍ରଭୁ ଇଏ ପିଲାଟିକି ବଞ୍ଚେଇବାର ଦାୟିତ୍ୱ ଆପଣଙ୍କ ଉପରେ হরি দিন মণি মণ্ডল মণ্ডল হরি দিন মণি মণ্ডল মণ্ডল ভব খণ্ডন হে ভব খণ্ডন হে মুনি জন মানস হংস হরি জয় জয় দেব হরে হরে প্রভু হরে প্রভু হরি জয় জয় দেব হরে প্রভুଙ୍କୁ আত্মসমর্পণ କରିଛନ୍ତି ବ୍ରାହ୍ମଣ ବ୍ରାହ୍ମଣୀର ଗର୍ଭ ସମୟ ଉପସ୍ଥିତ ହେଇଛି ଭୂମିଷ୍ଠ ହେଇଛି ଗୋଟେ ସୁନ୍ଦର ସନ୍ତାନଟିଏ ଇଏ ତ ନବମ ଗର୍ଭଜାତ ସନ୍ତାନ ଗେରୁଆରେ ଏଇ 8ଟା ପିଲା ଯେତିକି ସମୟ କୁଆଁ କୁଆଁ କରିଥିଲେ ହେଲେ ନବମ ପୁଅଟି ଇଏ ଯେତେବେଳେ ଦୀର୍ଘ ସମୟ କୁଆଁ କୁଆଁ କଲା ବ୍ରାହ୍ମଣ ବିଚାର କଲା ନିଶ୍ଚିତ ଭାବରେ ମୋ ଦୁଃଖ ଶୁଣିଛନ୍ତି ଭଗବାନ ମୋ ଦୁଃଖ ପ୍ରଭୁ ଶୁଣିଛନ୍ତି ଏ ପୁଅ ନିଶ୍ଚିତ ବଞ୍ଚିବ ଦୀର୍ଘ ସମୟ କୁଆଁ କୁଆଁ କଲା ଏଇ ମୋ ପୁଅ କହିକି ଏମିତି ଭାବରେ ବିହଳିତ ହେଇଗଲା ଯେତେବେଳେ ପୁଅକୁ କୋଳକୁ ଆଣିବା ପାଇଁ ଚେଷ୍ଟା କରେ ବାବୁରେ କୁଆଁ କହି ଶେଷ ନିଶ
ନିଶ୍ୱାସ ତ୍ୟାଗ କରିଲା ସେହି ଖିଲା ବ୍ରାହ୍ମଣ ନନ୍ଦ ଇଣ୍ଡେ ପରାଣ ଏଇ ମୋ ପୁଅ କହି ଯେତେବେଳେ କୂଳକୁ ଉଠେଇ ଆଣିଛି ବ୍ରାହ୍ମଣ କୁଆଁ କହିକି ଶେଷ ନିଶ୍ୱାସ ତ୍ୟାଗ କରିଦେ ପୁଅଟିକି ଧରିଛି ଦୁଇଟି ମତ ଆସେ ଯେ ଶୂନ୍ୟ ମାର୍ଗରେ ସେ ପୁଅ ଛାଡ଼ିଗଲା ଶୂନ୍ୟ ମାର୍ଗେ କିନ୍ତୁ ଏଠି ମତ ପୁଅକୁ ଧରିଛି ଧରିଛି ବ୍ରାହ୍ମଣ ମଲା ପୁଅ କହିଲା ଠାକୁରେ କାହିଁକି ଏ ନିଷ୍ଠୁର ଆପଣ ହଉଛନ୍ତି କିଏ ତୋତେ କ'ଣ ଏମିତି ଦେଇଛି ମୁଁ ଦେଇନେଇ ମୁଁ ଜାଣିଛି ଏ ଦୁନିଆରେ ମତେ କିଏ ଭଲ ପାଉ କି ନ ପାଉ ଆପଣ ତ ଭଲ ପାଆନ୍ତି ମୁଁ ଜ୍ଞାନ ଆସିଲା ଦିନଠୁ ଏ ସ୍ତ୍ରୀ ବିବାହ କରିନଥିଲି ନାରୀ ଗ୍ରହଣ କରିନଥିଲି ଦିନ ଆସିବ ମୁଁ ଆଗ ଚାଲିଯିବି କି ମୋ ସ୍ତ୍ରୀ ଆଗ ଚାଲିଯିବି ଆପଣ ଯୋଉ ମା କୋଳରୁ ଜନ୍ମ ହେଇଛନ୍ତି ସେ ଆପଣ ବୁଢା ହେବା ଯାଏ ରହିବ ସେ ମା ନା ବାପା ରହିବ ନା ସ୍ତ୍ରୀ ରହିବ ନା ସ୍ୱାମୀ ରହିବ ଆମ ପାଖରୁ ଆମ ବାପା ଚାଲିଯିବ ମା ଚାଲିଯିବ ସ୍ତ୍ରୀ ଚାଲିଯିବ ଆଉ ଆମକୁ କିଏ ଭଲ ପାଇବ ପିଲାଟି ଦିନରୁ ଜନ୍ମ ଜନ୍ମାନ୍ତରରୁ ତୁମେ ଭଲ ପାଇଛ ଆଉ କେହି କାହିଁକି ଏ କଷ୍ଟ ଦେଲେ ଆପଣ ମୁଁ କିଏ କୁକର୍ମ କରିଛି ଯେଉଁ ବ୍ରାହ୍ମଣୀ କି ମୁଁ ଅନେକ କଥା ବୁଝେଇଲା ପରେ ସେ ଆଜି ଗର୍ଭ ଧାରଣ କଲା ସେ ସଂଜ୍ଞା ଫେରି ପାଇଲା ପରେ କ'ଣ ବୁଝେଇବୁ ମୁଁ ତାକୁ ବିଚାର କରୁଛନ୍ତି କଲା କିଏ ମତେ ଭଲ ପାଉ କି ନ ପାଉ ତୁମେ ତ ପାଉଛ ଭଲ କିଏ ମତେ ଭଲ ପାଉ କି ନ ପାଉ ତୁମେ ତ ପାଉଛ ଭଲ ଆଉ କେଉଁ ଭଲ ଅଛି ଏ ସଂସାରେ ଆଉ କେଉଁ ଭଲ ଅଛି ଏ ସଂସାରେ ତୁମେ ମୋ ମୁକ୍ତି କହିବଲ୍ୟ ମତେ ତୁମେ ତ ପାଉଛ ଭଲ କିଏ ମୋତେ ଭଲ ପାଉ କି ନ ପାଉ ତୁମେ ତ ପାଉଛ ଭଲ କିଏ ଭଲ ପାଉ କି ନ ପାଉ ଆପଣ ମତେ ଭଲ ପାଉଛନ୍ତି ମୁଁ କି ଉତ୍ତର ଦେବି ମୋ ବ୍ରାହ୍ମଣୀ କି ମଲା ପୁଅକୁ କୋଳରେ ଧରିଛନ୍ତି ବ୍ରାହ୍ମଣ ବ୍ରାହ୍ମଣୀ ସଂଜ୍ଞା ଫେରି ପାଇ ଖୋଜିଛି ତା ପୁଅକୁ ସ୍ୱାମୀ ଆପଣ ମାନେ ଜାଣନ୍ତି ଗାଈ ପଶୁ ହେଲେ ବି ତା ବାଛୁରୀଟା ଚାଲିଗଲା ପରେ ସେ କେମିତି ହୁଏ କୁକୁରଟିଏ ତା ଛୁଆ ଉପରେ ଯଦି କେହି ବାଇକ୍ ବାଡ଼େଇ ଦେଇଥିବ ସେ ସବୁ ଗାଡ଼ି ପଛ ପଛ ଗୋଡ଼ଉଥିବ ଭୁକି ଭୁକି କାମୁଡ଼ିବା ପାଇଁ ମା ଅନ୍ତରର ଅପୁରନ୍ତ ମମତା ସ୍ୱାମୀ ହଁ ସୁଧା ମୋ କୋଳକୁ ଟିକେ ପୁଅକୁ ଦିଅ ସ୍ୱାମୀ ନାଇଁ ନାଇଁ କାହିଁକି ସ୍ୱାମୀ ପୁଅ ଶୋଇଛି ସ୍ୱାମୀ ପୁଅ ଶୋଇଛି ପୁଅ ଉଠିଲେ ତା ନିଦ ଭାଙ୍ଗିଗଲେ ସେ କାନ୍ଦିବନି ନାଇଁ ସ୍ୱାମୀ ପୁଅ ଶୋଇଛି ତୁମେ ପାଟି କର ନା ମୋ ପୁଅ ଆଉ କିଛି ସମୟ ପରେ ଉଠିବ ମୁଁ ତୁମ କୋଳକୁ ଦେବି ତୁମେ ପେଟ ପୁରା କ୍ଷୀର ଦେବ ସ୍ୱାମୀ ଅନେକ ଦିନ ହେଲା ତୁମେ ମା ଜାଣିଛ? ବ୍ୟାକୁଳ ହେଉଛି ସ୍ୱାମୀ ଇଏ ପୁଅ ବଡ଼ ହେଇଗଲେ ମତେ ବାପା ଡାକିବ ତୁମକୁ ମା ଡାକିବ ହଁ ସ୍ୱାମୀ ଆମେ ମଲା ବେଳେ ଆମ ମଲା ପୂର୍ବରୁ ଆମ ପାଟିରେ ପାଣି ଦବ ମଶାଣିରେ ଆମ ମୁହଁରେ ନିଆଁ ଦବ ଏ ପୁଅ ହଁ ସ୍ୱାମୀ ଭଗବାନ ଆମର ଡାକ ଶୁଣିଛନ୍ତି ସ୍ୱାମୀ ଅପେକ୍ଷା କର ପୁଅ ନିଦ ଭାଙ୍ଗିଲେ ତୁମ କୋଳକୁ ଦେବି ତୁମେ କ୍ଷୀର ଦବ ନାଇଁ ସ୍ୱାମୀ
ମୋ କୋଳରେ କାନ୍ଦିଲେ ମୁଁ ନାନା ଭାଇ ଗୀତ ଗାଇ ତାକୁ ଶୁଆଇ ଦେବି ସ୍ୱାମୀ। ମା ମନଟା ମୋର ଅନେକ ଦିନ ହେଲା ବ୍ୟାକୁଳ ହେଉଛି। ଶୋଇଛି ସେ ଚିର ନିଦ୍ରାରେ ଆଉ ଉଠିବ କେତେବେଳେ କୋଳେ ବସାଇ କ୍ଷୀର ଦେବ ପିଆଇ। ତୁମେ କ'ଣ କହିଲ ସ୍ୱାମୀ? ମୋ ପୁଅ ଚିର ନିଦ୍ରାରେ ଶୋଇଯାଇଛି? ଇଏ ଉଠିବନି। ନା ନା ସ୍ୱାମୀ ନା। ପୂର୍ବ ଜନ୍ମରେ ତୁମେ କୋଉ କଅଁଳା ପିଲା ତଣ୍ଟି ଚିପି ମାରି ଯାଇଛ। ସ୍ୱାମୀ ନା ସ୍ୱାମୀ ନା। ତୁମେ ପରା କହୁଥିଲ ନବମ ସନ୍ତାନକୁ ଆମ କୋଳରୁ କେହି ଛଡ଼େଇ ନେବେନି। ହେଲେ କ'ଣ ମୋ ହେଲା ସ୍ୱାମୀ? ହାତରେ କ'ଣ କିଛି ଅଛି? ସ୍ୱାମୀ ଆଉ କ'ଣ ଅଛି ଠାକୁରେ? ଯାହା ଦେଇଥିଲ ସବୁ ନେଇଗଲ। ଆଉ କ'ଣ ଅଛି ନବ? ସବୁଥିରୁ ଯାହା ଦେଇଥିଲ ତୁମେ ସବୁ ତ ଏନେଲଣି। ଆଉ କିସବା ଛଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି। ଆଉ ଯାହା ଦେଇଥିଲ ସବୁ ଦେଲଣି, ଯାହା ଦେଇଥିଲ ସବୁ ଦେଲଣି। ଆଉ କିସବା ଛଡ଼ାଇବ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି। ଠକି ଠକି ଥରକୁ ଥର ବୁଝିଲିଣି ତୁମ ଚାତର। ପ୍ରଭୁ ଠକି ଠକି ଥରକୁ ଥର ବୁଝିଲିଣି ତୁମ ଚାତର। ଠକି ଥରକୁ ଥର ବୁଝିଲିଣି ତୁମ ଚାତର। ଠକି ଠକି ଥରକୁ ଥର ବୁଝିଲିଣି ତୁମ ଚାତର। ଆଉ ମନେ ପାଞ୍ଚିଛ କି ଏ ହାଟ ମଝିଟାରେ ମନେ ବାଜିଛ କି ହାଟ ମଝିଟାରେ। ମନେ ପାଞ୍ଚିଛ କି ହାଟ ମଝିଟାରେ ମନେ ବାଜିଛ କି ହାଟ ମଝିଟାରେ। ଠିଆ କରି ପଥ ଛୁଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି। ପ୍ରଭୁ ହେ ତୁମ ଫନ୍ଦା ପାନ୍ଦିବିନି ବୋଲି ସବୁ ଧନ୍ଦା ଦେଲିଣି ରେ। ବାଲ୍ୟ ସମୟରୁ ତୋ ପାଦରେ ବାସ୍ନା କରି
ଦେଲିନି ଠେଲି ଆଉ ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ିଆ କାଟି ସାରିଲଣି ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ି କାଟି ସାରିଲେଣି ଆଉ କେଉଁ ଫାନ୍ଦେ ପଡ଼ାଇବ ରେ ସବୁଥିରୁ ବଞ୍ଚିତ କରି କେଉଁ ରସବାନା ଉଡ଼ାଇବ ରେ ସବୁଥିରୁ ବଞ୍ଚିତ କରି ବ୍ରାହ୍ମଣୀ ସ୍ୱାମୀ ଦୁଃଖ କର ଦୁଃଖ କରିବିନି କେମିତି? ଦୁଃଖ କର ମା ସ୍ୱାମୀ ତୁମେ ଅସୁଛ ସ୍ୱାମୀ ଇଏ ପୁଅ ବଞ୍ଚିବ ଇଏ ପୁଅ ପୁଣି ବଞ୍ଚିବ ବଞ୍ଚିବ ଏ ପୁଅ ହେଲେ ମଲା ପୁଅ କେମିତି ବଞ୍ଚିବ ସ୍ୱାମୀ ତୁମେ ଜାଣିଛ ସ୍ୱାମୀ ତୁମେ ଜାଣିଛ ସୁଧାସିନୀ କୋଉ କଥା ସ୍ୱାମୀ ଇଏ ପୁଅ ମୋର ବଞ୍ଚିବ ହେଲେ କେମିତି ବଞ୍ଚିବ ଆମେ ହଉଛେ ଦ୍ୱାରକାପୁରର ପ୍ରଜା ହଁ ଆମ ରାଜା ସ୍ୱୟଂ ଭଗବାନ କୃଷ୍ଣ ନାରାୟଣ ହଁ ସ୍ୱାମୀ ଆମ ରାଜା ସ୍ୱୟଂ କୃଷ୍ଣ ନାରାୟଣ ସ୍ୱାମୀ ସିଏ ହଉଛନ୍ତି ସ୍ୱୟଂ ନାରାୟଣ ସେ ଯେହେତୁ ନାରାୟଣ ଆମେ ପ୍ରଜା ହିସାବରେ ତାଙ୍କ ପାଖରେ ଗୁହାରି କରିବା ସେ ଆମର ରାଜା ହଁ ସ୍ୱାମୀ ବ୍ରାହ୍ମଣ ହିସାବରେ ଗୁହାରି କରିବା ଆମେ ଯେହେତୁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ ହେଲେ ଆଉ ଭକ୍ତ ହିସାବରେ ଗୁହାରି କରିବା ସେ ହେଉଛନ୍ତି ଭଗବାନ ତିନୋଟି ଅଧିକାର ନେଇ ପଥିତ ଦଶା ବ୍ରାହ୍ମଣ ବ୍ରାହ୍ମଣୀ ହଁ ମଲା ପୁଅକୁ କୋଳରେ ଧାରଣ କରି ଯାଉଛନ୍ତି କହିଲା ତାଳ ଏ ପୁଅ ତାଳ ଗଛ କହିଲା ତାଳ ଗଛ ବାଉଙ୍ଗାରେ ଇଏ ବାଇଆ ବସା ଇରେ ବା ବତାସକୁ ହରି ଭରସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ବାବତାସକୁ ତାର ହରି ଭରସା ହେ ବାବତାସକୁ ତାର ହରି ଭରସା ଲକ୍ଷେ ଯୋଜନରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନାରେ ତୋତେ ଡାକିଲା ଆଉ ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନାରେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ରଖେ ହରି ମାରେ କିଏ ହରି ରଖେ କିଏ ହରି ମାରେ କିଏ ହରି ରଖେ କିଏ ଏଇ ତ ଦଶା ବାବତାସକୁ ତାର ହରି ଭରସା ବାବତାସକୁ ତାର ହରି ଭରସା ବାଇଆ ବସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ଧୀରେ ବ୍ରାହ୍ମଣ ବ୍ରାହ୍ମଣୀ କରିଲେ ଗମନ ବାବତାସକୁ ତାର ହରି ଭରସା ବଞ୍ଚାଇ ଦେବେ ପୁତ୍ରକୁ କୃଷ୍ଣ ନାରାୟଣ ବାବତାସକୁ ତାର ହରି ଭରସା ଇଏ ସିଂହ ଦ୍ୱାରେ ବ୍ରାହ୍ମଣ ବ୍ରାହ୍ମଣୀ ପ୍ରବେଶ ହୋଇଲେ ବାବତାସକୁ ତାର ହରି ଭରସା ଦ୍ୱାରକାଧୀଶ ସିଂହାସନ ଆରୋହ
ବ୍ରାହ୍ମଣ ପହଞ୍ଚିଲେ ସିଂହଦ୍ୱାର ନିକଟରେ କୃଷ୍ଣ ନାରାୟଣ ବସିଛନ୍ତି ରାଜସିଂହାସନ କିନ୍ତୁ ଏଠି ଦ୍ୱାରୀ ବନ୍ଦ କରିପାରିବନି ସାର୍ କୃଷ୍ଣଙ୍କ ପାଖକୁ ଯାଇଛନ୍ତି କିଏ ବ୍ରାହ୍ମଣ ଆପଣ କୌଣସି ନେତା ମନ୍ତ୍ରୀଙ୍କ ପାଖକୁ ଗଲେ ଆପଣ ଯାଇକି ତାଙ୍କ ପାଖରେ ଗୁହାରି କରିବେ ନା ସେ ଆସିବା ଦ୍ୱାର ବନ୍ଧୁକୁ ଆପଣଙ୍କ ଗୁହାରି ଶୁଣିବାକୁ ନା ନା ଯାହାର କାମ ସେ ଯିବେ ଆଉ ଏଠି କୃଷ୍ଣ ଆସିବେ ଦେଖେ କେମିତି ସେ ବ୍ରାହ୍ମଣଙ୍କ ପାଖକୁ କଣ କହୁଛୁ ସାର୍ ହଁ ଦେଖି ବ୍ରାହ୍ମଣଙ୍କ ପାଖରେ ଥିଲା ଅମୋଘ ଅସ୍ତ୍ର ସେ ଅସ୍ତ୍ର କଣ ଯୋଉ ଅସ୍ତ୍ର ହଁ ଭଗବାନ କୃଷ୍ଣଙ୍କର ହୃଦୟକୁ କମ୍ପଉଥିଲା ସେ ଅସ୍ତ୍ର ଦେଖିବା ବ୍ରାହ୍ମଣ କହିଲେ ବ୍ରାହ୍ମଣୀ ରୁହ ମୁଁ ବେଦଧ୍ୱନି କରିବି ବ୍ରାହ୍ମଣର ଅମୋଘ ଅସ୍ତ୍ର ହେଉଛି ବେଦଧ୍ୱନି ଆଉ ଏବେ ଯଦି ଗୋଟେ ମନ୍ତ୍ରୀ ପାଖକୁ ଯିବେ ତା ସିକ୍ୟୁରିଟି ଗାର୍ଡ ଥିବ ବେଦଧ୍ୱନି କଲେ ସେ କହିବ ଛାଡ଼କୁ ଯା ପୁରା କ'ଣ ଗଡ଼ ଆଉ ଗୁଆ ଘିଅ ବେଦଧ୍ୱନି କରୁଛନ୍ତି ଆଉ କଲା ଚନ୍ଦ୍ରମା ମନସ ଜାତ ସୂର୍ଯ୍ୟ ଚକ୍ଷୁ ଅଜାୟତ ଶ୍ରୋତାଦ ବାୟୁଷ୍ୟ ପ୍ରାଣ ମୁଖାଦ ଅଗ୍ନିରୁଜାୟତ ବେଦଧ୍ୱନି ପ୍ରଭୁଙ୍କ କର୍ଣ୍ଣରେ ବାଜିଛି ପଦ୍ମତଳ ଗାଇଲେ ଯେମିତି ଫୁଫୁକାର କର ବାଃ କର୍ତ୍ତରୁ ବାହାରି ଆସ ହଁ ପ୍ରଭୁ କହିଲେ ଏ ସକାଳୁ ସକାଳୁ ବେଦଧ୍ୱନି ବେଦଧ୍ୱନି କେହି ଜଣେ ନୈଷ୍ଠିକ ବ୍ରାହ୍ମଣ ବେଶ ପ୍ରଭୁ ଉଠି ଆସିଛନ୍ତି ସିଂହାସନରୁ ଯେତେବେଳେ ଦେଖିଛନ୍ତି ଜଣେ ବ୍ରାହ୍ମଣ ଯେହେତୁ ତାଙ୍କ ପାଖାପାଖି ଠିଆ ହେଇଛନ୍ତି ସେ ନିଶ୍ଚିତ ତାଙ୍କ ବ୍ରାହ୍ମଣୀ ହେଇଥିବେ ଧର୍ମପତ୍ନୀ ହେଇଥିବେ ଭଗବାନ କୃଷ୍ଣ ନାରାୟଣ ବ୍ରାହ୍ମଣୀକି ନମସ୍କାର କଲେ କିଏ କୃଷ୍ଣ ନମସ୍କାର କଲେ କୃଷ୍ଣ ତ ସ୍ୱୟଂ ଭଗବାନ ଫେର ଏ ରାଜା ହଁ। ବ୍ରାହ୍ମଣୀ କେମିତି ନମସ୍କାର କଲେ ଇଲେକ୍ସନ ପାଖେ ଆଇଲାଣି ବୋଧେ ଚୁପ୍ କେମିତି ନମସ୍କାର କଲେ କହିଲ ବେଳେ ବେଳେ କାର୍ଯ୍ୟ ସାଧନ ହବାର ଥିଲେ ଆପଣଙ୍କୁ ଯିଏ ଜମା ନମସ୍କାର ହଉନଥିବେ ସେ ପୁରା ନଈକି ନମସ୍କାର ହେବେ ଠିକ ଆମେ ତ ପାଲାବାଲିଆ ତୁଣ୍ଡ ପାଠରୁ ବାହାରି ପଡ଼ିବ ହଁ ଯେମିତି ପରିସ୍ଥିତି ହେଇଛି ମୁଁ କହିଲି ବାପା ତୁ ତ ସବୁବେଳେ ଦେଖୁ ବଜାରରେ ନମସ୍କାର ହଉନୁ କାହିଁ ହେଲୁ ହଁ ତୁ ଭାବୁଛୁ ମୁଁ ତତେ ଦେବି ନା ମୁଁ ମୂଳରୁ ତୋ ପାଖରେ ଅଯୋଗ୍ୟ ମାନେ ଏବେ ଜାଣିବୁ ଅଯୋଗ୍ୟ ଓହୋ ତମକା ୱାର୍ଡ କଥା କହୁଛ ଚୁପ୍ ସମ୍ମାନସ୍ପଦ ଗାୟକ ମାସଏ ପଦ୍ୟ ରଚନୀରେ ଆପଣଙ୍କ ପାଲା ପରିବେଷଣରେ ମୁଗ୍ଧ ହୋଇ ଶ୍ରୀମତୀ ସବିତା ଷଡ଼ଙ୍ଗୀ ପାଟପୁର 101 ଟଙ୍କା ଅର୍ପଣ କରିଛନ୍ତି ଆଶା କରି ସାଦର ଗ୍ରହଣ କରିବେ ଯାହା ହଉ ଏତେବେଳେ ଆଇଲା ହଉ ଏତେବେଳକୁ ନୃସିଂହ ତାର 2000 ଉର୍ଦ୍ଧ୍ୱ ହେଇଗଲାଣି ହଁ ହଁ କ'ଣ ସେ ଜାଣିଛି କେଜାଣି କାଲି ବିଲକୁଲ ଶୋଳ୍କ ଫୋଳକ କିଛି ବୋଲିଲାନି ପଦ ବୋଲିଲାନି ଏତେ ପଇସା ଆମେ କାଲି ଦିନ ବେଳେ ବାଣ୍ଟି ଦେବା ପଇସା କ'ଣ କିମିଆ ଜାଣିଛି ଏଇ ପୁଅ ଆଜ୍ଞା ଆଜ୍ଞା ଏ ପୁଅ ଧେୟ ସଦା ସବିତୁ ମଣ୍ଡଳ ମଧ୍ୟବର୍ତ୍ତୀ ନାରାୟଣ ସରସିଜାସନ୍ନ ସନ୍ନିବିଷ୍ଟ କେଉରବାନ ମକର କୁଣ୍ଡଳବାନ କିରୀଟିହାରୀ ହିରଣ୍ମୟ ବପୁ ଧୃତ ଶଙ୍ଖ ଚକ୍ର ବେଶ ସେ ସୂର୍ଯ୍ୟଙ୍କ ଭିତରେ ଥିବା ନାରାୟଣ ମୋ ସବିତା ମାଙ୍କର କଲ୍ୟାଣକାରୀ ହୁଅନ୍ତୁ ପରିବାର ବର୍ଗଙ୍କର କଲ୍ୟାଣକାରୀ ହୁଅନ୍ତୁ ବୋଲ ଆନନ୍ଦ କବାର ବରେଣ୍ୟ ପରମ ସମ୍ମାନସ୍ପଦ ସାହିତ୍ୟ କଳାପ୍ରେମୀ ବନ୍ଧୁଗଣ ଆଜିର ବିଷୟବସ୍ତୁ ମାଧ୍ୟମରେ ଗାୟକ ପ୍ରବୀର ସନାତନ ଦାସଙ୍କର ବିଷୟବସ୍ତୁ ମାଧ୍ୟମରେ କାରୁଣ୍ୟ ରସକୁ ଏବଂ ରସ ସୃଷ୍ଟି କରି ଅଭିନୟ କରିବାର ମନେ ପଡ଼େ ଓଡ଼ିଶାର ଦିବଙ୍ଗତ ଗାୟକ ଶ୍ରୀଯୁକ୍ତ କ୍ଷେତ୍ରବାସ ସ୍ୱର୍ଗତ କ୍ଷେତ୍ରବାସୀ ମିଶ୍ରଙ୍କର ଏହି ସ୍ୱର ସବୁଥିରୁ ବଞ୍ଚିତ କରି କେଉଁ ଦଶମାଲା ଉଡ଼ାଇବେ ଆଉ କୌଣସି ଓଡ଼ିଶାର ଏକମାତ୍ର ଗାୟକ ନାହିଁ ତାଙ୍କ ଭଳି ଗାଇବା ବି ଆଜି ତାଙ୍କରି କଥା ମନେ ପଡ଼େ ତାଙ୍କୁ ଆପଣ ସ୍ୱତନ୍ତ୍ର ଭାବରେ ତାଙ୍କର ଆଶୀର୍ବାଦ ଲାଭ କରି ଆପଣ ଆଜି ଆମମାନଙ୍କୁ ଶୁଣେଇଛନ୍ତି କାରୁଣ୍ୟ ରସ ଆପଣଙ୍କର ଅଭିନୟ ଆପଣଙ୍କର ଗାଇବାର କୋରିଓଗ୍ରାଫ ଭଲ ଭାବରେ ଆମକୁ ପରିମାର୍ଜିତ କରିଛି ତେଣୁ ଆକର୍ଷଣରେ ଖୁସି ହୋଇ ଡକ୍ଟର ନୃସିଂହଚଳ ପ୍ରଧାନ ଗୋଦାବର୍ଷ ମହାବିଦ୍ୟାଳୟର ପ୍ରାକ୍ତନ ଯିଏକି ଆମର ଅବସରପ୍ରାପ୍ତ ପ୍ରିନ୍ସିପାଲ ଆପଣଙ୍କୁ 100 ଟଙ୍କା ପୁରସ୍କୃତ କରିବା ସଙ୍ଗେ ସଙ୍ଗେ କୋଳଥଡିହ ରଜପାଲା କମିଟିର ସମ୍ପାଦକ ଶ୍ରୀଯୁକ୍ତ କୁଳମଣି ଦାସ ସେ ମଧ୍ୟ ଆପଣଙ୍କୁ ଏହି ଦୁଃଖ କାରୁଣ୍ୟ ରସରେ ବିଶେଷ ମୁଗ୍ଧ ହୋଇ ସେ ମଧ୍ୟ 100 ଟଙ୍କା ପୁରସ୍କୃତ କରିଛନ୍ତି ଆଶା କରି ସାଦରେ ଗ୍ରହଣ କରିବେ ଯାହା ହଉ ଜଣେ ପାଲା ଦର୍ଶକ ମୋର ସେ ସାଥୀ ଏବଂ ସେ ହେଉଛନ୍ତି ବିଜୟ କୁମାର ମାନସିଂ ଯିଏକି
ଆମର ବାଣପୁର ରେଜିଷ୍ଟର ଅଫିସରେ ସେ ସ୍ୱତନ୍ତ୍ରତା ତାଙ୍କର ଦକ୍ଷତା ରହି ସେ କାମ କରୁଛନ୍ତି। ସେ ବିଜୟ କୁମାର ମାନସିଂ ନରେନ୍ଦ୍ରପୁର ସେ ମଧ୍ୟ ସାର୍ କ'ଣ ହେଲା ସାର୍ଙ୍କ ନାଁ? ଆଜ୍ଞା କୁଳମଣି ଦାସ। ଆମମାନଙ୍କର ସେପଟେ କୁଳପତି ଏପଟେ କୁଳମଣି। ଆପଣମାନେ ଦେଖନ୍ତୁ ପ୍ରଦୋଷ ଦୀପକ ଚନ୍ଦ୍ର ପ୍ରଭାତ ରବି ଦୀପକ ତ୍ରୈଲୋକ୍ୟ ଦୀପକ ଧର୍ମ ସୁପୁତ୍ର କୁଳ ଦୀପକ। ଆପଣ ଯେହେତୁ ଆପଣଙ୍କ ଅନୁଷ୍ଠାନର କୁଳମଣି ହେଇଥାନ୍ତୁ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ଏବଂ ଆପଣଙ୍କର ଇଏ ରଜ ପରି ମହାନ ପର୍ବରେ ଯେଉଁ ଅନୁଷ୍ଠାନ ବାବୁ ସାର୍ ସିଂହଦ୍ୱାରରେ ଯେତେବେଳେ ବେଦ ଧ୍ୱନି କରିଛନ୍ତି ପ୍ରଭୁ ଉଠି ଆସିଲେ ନମସ୍କାର କଲେ କୃଷ୍ଣ ନାରାୟଣ। ଆଜ୍ଞା ଧୀରେ ଧୀରେ ଆପଣ ତ ପାଟି କରୁଛନ୍ତି ହବ କ'ଣ ପାଲା ବେଲା ଆଇଲେ ତ ଧୀରେ ଧୀରେ। ଆଚ୍ଛା ବ୍ରାହ୍ମଣ ରାଜାକୁ ନମସ୍କାର କରିବ ନା ରାଜା ବ୍ରାହ୍ମଣକୁ ନମସ୍କାର କରିବ? ଗୋଟେ ଗୋଟେ ବେଳେ ବେଳେ ଫିଲ୍ମରେ ଦେଖିଛୁ ଆମେ ବ୍ରାହ୍ମଣ କ'ଣ ଯାଇ ନମସ୍କାର କରନ୍ତି ଜମିଦାରଙ୍କୁ? ଆଜ୍ଞା ନମସ୍କାର କରିବେ? ଭାରତର ପ୍ରଧାନମନ୍ତ୍ରୀ ବି ତାଙ୍କ ପୁରୋହିତକୁ ନମସ୍କାର କରିବେ। କ'ଣ କହୁଛୁ ସାର୍? ହଉ ବାପା କଲ୍ୟାଣକାରୀ ହୁଅନ୍ତୁ। ତୁମ ଠେଇଁ କ'ଣ ଅଛି? ତୁମେ ନିରୀହ ପ୍ରଜା, ତୁମ ଠେଇଁ କିଛି ନାହିଁ। ବଦମାସ ହେଉଛି ସେଇ ମାଗୁଛି ମୋତେ ଓଲଟା ପଇସା, ମୁଁ ପଇସା ଦେଇନି ବୋଲି ମୋର ଗୋଟେ ଯେଉଁ ମଠାଟେ ନେଇଯାଇଛି। ନେଇକି ଯା ମଠା କିଛି ଟଙ୍କା ଦେବିନି। ଟଙ୍କା ଭଲ ବାଟରେ ଲଗାନ୍ତୁ କି ମନ୍ଦ ବାଟରେ ଲଗେଇବ, ଯାହା ଖାଇବୁ କହିବୁ ଦେବି, ଟଙ୍କା ଦେବିନି। ହଲିସି ପିଇବୁ ଦେବି, ଅଙ୍ଗୁର କରି ଖାଇବୁ ଦେବି। ଅଙ୍ଗୁର ଖା ଲିଭର ଠିକ୍ ରହିବ। ଆଉ ସିଗାରେଟ କାହିଁକି ଟାଣୁଛୁ? ତୋ ଠେଇଁ ମାଉଁସ ଅଛି ସିଗାରେଟ ଟାଣୁଛୁ? ସେଗୁଡ଼ା ବିଷ ଜିନିଷ ଖାଅ ନା। ଅଧା ପେଟେ ଖାଅ, 50 ହେଲା ପରେ ତୁମେ ଅଧା ପେଟେ ଖାଅ। ଯଦି ଡାଇବେଟିସ୍ ପେସେଣ୍ଟ, ମୁଁ ଡାକ୍ତର ନୁହଁ, ଡାକ୍ତର କହିଛନ୍ତି ଅଧା ପେଟେ ଖା, ଭୋଗ କଲେ କାକୁଡ଼ି ମୂଳା ଗାଜର ଚୋବାଅ। ଏ ପୁଅ କ'ଣ ପୁଅ ବୁଝାଉଛ? ଏଇ ପୁଅକୁ ଧର କାଲି ନେବି କିଛି କର। ମୋ କହିବାର ତାତ୍ପର୍ଯ୍ୟ ମଣିଷ ଖାଦ୍ୟରୁ ଗୁଣ ସୃଷ୍ଟି ହୁଏ। ଆମେମାନଙ୍କର ପରମ ଶତ୍ରୁ ହେଉଛି ରୋଗ। ରୋଗର ମାନକୁ ଦେଖି ଡାକ୍ତର ଔଷଧ ଦେବେ। ହେଲେ ମହୌଷଧି ଆପଣଙ୍କ ପାଖରେ ଲେଖିଲେ ବ୍ୟାସ ବହି ସଂସ୍କୃତ ମହାଭାରତ କହିଲା ସଂସାର ସୁବିଚାର ମୋହଙ୍କସ୍ୟ ସଂସାରେ ବିଚାରେଣ ବିଲିୟତେ। ମାନେ ବ୍ଲଡ ସୁଗାର ପେସେଣ୍ଟ ମରିବା ପର୍ଯ୍ୟନ୍ତ ଔଷଧ ଖାଇ ଲାଇଫ ଟାଇମ ଔଷଧ ମେଡିସିନ ୟୁଜ କରିବାକୁ ପଡ଼ିବ। ଆଜ୍ଞା ସାର୍ ବ୍ଲଡ ପ୍ରେସର ପେସେଣ୍ଟ ଔଷଧ ଖାଇବନି? ଖାଇବନି। ମୋ ରୋଗର ମାନକୁ ଦେଖି ଡାକ୍ତର ଔଷଧ ଦେବେ। ମୁଁ ଯଦି ଚିକିତ୍ସାରେ ନ ରହିବି ତାଙ୍କ ଔଷଧ କାମ କରିବ? କରିବନି। ବ୍ୟାସ ସେତେବେଳୁ କହିଲେନି ସଂସାର ଦୀର୍ଘ ରୋଗସ୍ୟ, ମଣିଷର ପରମ ଶତ୍ରୁ ହେଉଛି ରୋଗ। ନା ନାଇଁ ଆମକୁ ଡାଇବେଟିସ୍ ହେଇଥିବ, ପୁଅ ବାହାଘର ହଉଥିବ, ରସଗୋଲାଟେ ଧରିଲା ବେଳକୁ ସ୍ତ୍ରୀ କହିବ ହଁ ହଁ ଖାନା ଖାନା ଖାନା, ବଢିଯିବ ବଢିଯିବ। ମଣିଷର ପରମ ଶତ୍ରୁ କିଏ? ରୋଗ। ତା ନାଁରେ କେସ୍ କରିବେ ନା, ତାକୁ ଚିହ୍ନିବା ପାଇଁ ଭୋକ ଉପାସରେ ଏମିତି ଠିଆ ହେଇଥିବେ ଡାକ୍ତର ପାଖରେ। ପରମ ଶତ୍ରୁ ମଣିଷର ହେଉଛି ରୋଗ। ତା ଔଷଧ ଡାକ୍ତରଙ୍କ ପାଖରେ, ମହୌଷଧି ହେଉଛି ଚିକିତ୍ସା। ଠିକ କ'ଣ ପିଲାମାନେ ବୁଝୁଛ? ତାହେଲେ ସେଦିନ ବ୍ରାହ୍ମଣଙ୍କୁ ନମସ୍କାର କରି ଭଗବାନ କୃଷ୍ଣ କାହିଁକି ନମସ୍କାର କଲେ? ନା ବ୍ରାହ୍ମଣ ହେଲେ ଦେବତା। କେମିତି ଦେବତା? କହିଲା ଦୈବାଧୀନ ଜଗତ ସର୍ବ ମନ୍ତ୍ରାଧୀନ ଦେବତା, ମନ୍ତ୍ର ବ୍ରାହ୍ମଣାଧୀନ ବ୍ରାହ୍ମଣ ଦେବତା। ଇଏ ଜଗତଟା ହେଲା ପଣ୍ଡିତେ ଦେବତାଙ୍କର ଅଧୀନ। ଦେବତା କାହାକୁ କହିବା? ଆମର ଆପଣ ଟିକେ ଦର୍ଶନ ଶାସ୍ତ୍ରକୁ ନିଅନ୍ତୁ। ଚାଲ ଆପଣ ମାନଙ୍କର ଦେଖନ୍ତୁ, ସ୍ୱର୍ଗ କହିଲେ ଜହ ସୁଖମ ଗଛତି ଯସ୍ମିନ୍ ସହ ସ୍ୱର୍ଗ। ଦେବତା କହିଲେ କିଏ ଗୋଟେ ଉପରେ ବସି ନାହାନ୍ତି। ଆପଣଙ୍କ ଭିତରେ ଦିବ୍ୟ ଗୁଣ ସୃଷ୍ଟି ହେଲେ ଆପଣ ହେବେ ମୋ ପାଇଁ ଦେବତା। କୌଣସି କାରଣରୁ ମୁଁ ଘୋର ବିପତ୍ତିରେ ସମ୍ମୁଖୀନ, ଆପଣ ଆପଣଙ୍କର ଦିବ୍ୟ ଗୁଣ ବଳରେ ଆପଣ ମତେ ସେ ବିପଦରୁ ବଞ୍ଚେଇ ଦେଲେ, ଆପଣ ମୋ ପାଇଁ ଦେବତା। ସୂର୍ଯ୍ୟ କାହିଁକି ଦେବତା? ନା ଯେତେ ଭଲ ଖାଦ୍ୟ ଖାଅ ସୂର୍ଯ୍ୟ କିରଣ ନ ପଡିଲେ ହେଇପାରିବନି। ଚନ୍ଦ୍ର ଦେବତା, ପବନ
ଦେବତା ପାଣି ଦେବତା ଅଗ୍ନି ଦେବତା। ଯାହା ଯେଉଁମାନଙ୍କ ପାଖରେ ଦିବ୍ୟ ଗୁଣ ଅଛି ସେମାନେ ଦେବତା। ଇଏ ଜଗତଟା ହଉଛି ଦେବତାଙ୍କର ଅଧୀନ। ଆଜ୍ଞା ଦେବତା କାହା ଅଧୀନ କହିଲ ନା ମନ୍ତ୍ରାଧୀନ ଦେବତା। ଦେବତା ମନ୍ତ୍ରର ଅଧୀନ ହେଲେ ଦେବତା। ତେ ମନ୍ତ୍ର ବା ସେ ମନ୍ତ୍ର ଗୁଡ଼ିକ ହଉଛି ବ୍ରାହ୍ମଣଙ୍କର ଅଧୀନ। ବା ତସ୍ମାତ ବ୍ରାହ୍ମଣ ଦେବତା। ମୁଁ ବ୍ରାହ୍ମଣ ଘରର ପୁଅ ହଁ ପାଠ ପଢିଲି ବେଶ ମନ୍ତ୍ର ଶିଖିଲିନି ହଁ। ହୋଟେଲରେ ପ୍ଲେଟ ଧୋଇ ବେଶ ଦେବତା। ନା ଦିବ୍ୟ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱକୁ ଦେବତା କୁହାଯିବ। ତାହେଲେ ସେଦିନ ବ୍ରାହ୍ମଣଙ୍କୁ ଭଗବାନ ନମସ୍କାର କଲେ। ଦେବତା ହଉଛନ୍ତି ଉତ୍କଳମଣି। କାହିଁକି ନା ତାଙ୍କ ଭିତରେ ଯୋଉ ଦିବ୍ୟ ଗୁଣ ସେ ଏକ ଆଦର୍ଶ। ଦେବତା ହଉଛନ୍ତି ଆପଣ ମାନଙ୍କର ଜାତିର ଜନକ ମହାତ୍ମା ଗାନ୍ଧୀ, ଦେବତା ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ ଦେବତା ମାନେ ଏଇ ଜାଗାରେ ବହୁତ ଅଛନ୍ତି ଖୋର୍ଦ୍ଧାଗଡ଼ରେ ସେ ଦିଗମ୍ବତ ହେଇଗଲେଣି। ଦିବଙ୍ଗତ ହେଲେ। ପୁଅ ସାଡ଼କୁ ଯିବିନି। ନା ତେଣୁ ବ୍ରାହ୍ମଣକୁ ନମସ୍କାର କଲେ। ନମସ୍କାର କଲା ବେଳେ କୃଷ୍ଣ ନାରାୟଣ ଦେଖିଲେ ବ୍ରାହ୍ମଣ ବ୍ରାହ୍ମଣୀ ଦୁଇ ଜଣଙ୍କ ଆଖିରେ ଲୁହ। ବା କାହିଁକି ଆସିଛନ୍ତି ପଚାରି ନାହାନ୍ତି କୃଷ୍ଣ। ନମସ୍କାର କରି ସାରିବା ପରେ ବ୍ରାହ୍ମଣ ଆଶୀର୍ବାଦ କଲା ପରେ କୃଷ୍ଣ ଦେଖିଲେ ବ୍ରାହ୍ମଣ ବ୍ରାହ୍ମଣୀଙ୍କ ଆଖିରେ ଲୁହ। ସେଇଠି ଓଲଟା ବାଣ ଚଢେଇଲେ କୃଷ୍ଣ। କଣ କହିଲେ କହିଲେ ଗୋସାଇ ହଁ ଆପଣ ଜଣେ ଭୂସୁର, ଆପଣ ଜଣେ ବିଜ୍ଞ ପ୍ରାଜ୍ଞ 36 ପାଟକ ରାଜା, ଆପଣଙ୍କ ଆଖିରେ ଲୁହ ଶୋଭନୀୟ ନୁହେଁ। କାହିଁକି ଲେଖିଲେ ବ୍ୟାସ ବହି ସଂସ୍କୃତ ମହାଭାରତ। ପୁଅ କହିଲା ଦୁଃଖଞ୍ଚ ସୁଖଞ୍ଚ ଭବା ଭବଞ୍ଚ ଲାଭ ମରଣ ଜୀବନଞ୍ଚ ଜ୍ୟାୟତ ସର୍ବମବାପ୍ନବନ୍ତି ସମାଧିରା ନୈବ ହୁସେନ ସ୍ୱଚ। ଯଦି ପ୍ରକୃତରେ କିଏ ଯୋଗ୍ୟ ଲୋକ ହେଇଥିବେ ଦୁଃଖ ପଡିଛି କାନ୍ଦିବେ ନା ମୋ ସ୍ତ୍ରୀ ମତେ କଣ କହିଲା ମୁଁ ମରିବି? ନାଇଁ ସ୍ୱାମୀ କଣ କହିଲା ମରିବି? ନାଇଁ। ସଂସାର କରିଛନ୍ତି ଆପଣ ମାନେ ଦୁଃଖ ସହିତ ସଂଘର୍ଷ କରନ୍ତୁ। ସେଇ ଇରେ ଦୁଃଖ ସହିତ ଯିଏ ଯୁଦ୍ଧ ନ କରିଛି ସେ କି ପୁରୁଷ? ବା ଆମେ ସଂସାର କରିଛେ ଦୁଃଖ ଆସିବ ହଁ। ସୁଖ ଆସିବ ସାମ୍ନା କରିବା ନା ଆଉ ହାନି ଆସିବ ଲାଭ ହଁ, ଆସିବ। ହଁ। ଆପଣ କୋଟିପତି ହେଲେ ବି 365 ଦିନ ଆପଣଙ୍କର ସମାନ ଜୀବନ। ନା ତେଣୁକରି ମୁଁ କହିବାର ତାତ୍ପର୍ଯ୍ୟ ତମେ ବ୍ରାହ୍ମଣ ହେଇ କାନ୍ଦୁଛ। ଯେମିତି ଅନ୍ଧାର ଆଲୋକ ଦୁଃଖ ସୁଖ ହାନି ଲାଭ ସତ୍ୟ ମିଥ୍ୟା ଜନ୍ମ ମରଣ ୟାକୁ ପର୍ଯ୍ୟାୟକ୍ରମେ ଆମକୁ ଭୋଗିବାକୁ ପଡ଼ିବ। ବା ଶୀତ ବେଳକୁ ଆମେ ନିନ୍ଦା କରିପାରିବାନି କି ଖରା ଦିନକୁ ପ୍ରଶଂସା କରିପାରିବାନି, ନା ବର୍ଷା ଦିନକୁ ନିନ୍ଦା କରିପାରିବାନି। ନା ଇଏ ପର୍ଯ୍ୟାୟକ୍ରମେ ଆମକୁ ଭୋଗିବାକୁ ପଡ଼ିବ। ପଡ଼ିବ। ଯେମିତି ଖରା ବର୍ଷା ଶୀତ ସେମିତି ସୁଖ ଦୁଃଖ ହାନି ଲାଭ। ସବୁ ଆପଣ କାନ୍ଦିବାର କାରଣ କ'ଣ? କ'ଣ ପାଇଁ ଆପଣଙ୍କ ପରି ବିଜ୍ଞ ବ୍ରାହ୍ମଣ କାନ୍ଦୁଛନ୍ତି ମୋତେ କୁହନ୍ତୁ। ଶୁଣନ୍ତୁ ପ୍ରଭୁ କୁହନ୍ତୁ ନିର୍ଦ୍ୱନ୍ଦ୍ୱରେ ସ୍ୱତଃସ୍ଫୂର୍ତ୍ତ ଭାବରେ ପରିପ୍ରକାଶ କରନ୍ତୁ ହେ ଦ୍ୱିଜବର। ଆଠଟା ପୁଅ ମୋର ମରିଗଲେ। ଆଜ୍ଞା ଭାବିଲି ନବମ ସନ୍ତାନ ବଞ୍ଚିବ। ତେଣୁକରି ଆପଣ ସଂସାର ବନ୍ଧନରେ ବାନ୍ଧି ହେଲେ। ଆଜ୍ଞା ବ୍ରାହ୍ମଣୀଙ୍କ ଗର୍ଭରୁ ନବମ ସନ୍ତାନ ଜନ୍ମ ହେଲା। ଜନ୍ମ ହେଲା ପରେ କୁଆ ଶବ୍ଦ କହିବା ମାତ୍ରେ ସିଏ ବି ମରି ଚାଲିବ। ତାହେଲେ ମୋଲା ପିଲା ଆପଣ ମୋ ପାଖକୁ ଆଣିଛନ୍ତି କାହିଁକି? ଦୟାକରି ଏଇ ପୁଅଟିକୁ ମୋର ବଞ୍ଚେଇ ଦିଅନ୍ତୁ ନାଇଁ ପ୍ରଭୁ। ଗୋସାଇ, ମନା କରନ୍ତୁ ନାଇଁ ପ୍ରଭୁ। ସେ ପୁଅକୁ ମୁଁ ବଞ୍ଚେଇ ପାରିବିନି। ଦୟାକରି ଏଇ ପୁଅଟିକୁ ମୋର ବଞ୍ଚେଇ ଦିଅନ୍ତୁ। ହାତ ଯୋଡ଼ି ଦେଲେ ବ୍ରାହ୍ମଣ କହିଲେ ଠାକୁରେ ଆପଣ ବଞ୍ଚେଇଛନ୍ତି ବୋଲି ମୁଁ ଆସିଲି। ଆପଣ ବଞ୍ଚେଇଛନ୍ତି ବୋଲି ମୁଁ ଆସିଲି। ଆପଣ କହୁଛନ୍ତି ବଞ୍ଚେଇ ପାରିବେନି, ଆପଣ ବଞ୍ଚେଇ ନାହାନ୍ତି। କହିଲା ଗୁରୁ ସାନ୍ଦୀପନି ନନ୍ଦନ ପରାଥିଲ ବଞ୍ଚାଇ ଦୟା କର ଦୟା କର ଆହେ ବ୍ରହ୍ମାଣ୍ଡ ବଞ୍ଚେଇଛନ୍ତି। ବଞ୍ଚେଇବାର ସାମର୍ଥ୍ୟ ଆପଣଙ୍କ ଭିତରେ ଅଛି, ଦୟା କରନ୍ତୁ ଆପଣ। ଥରେ ଦେଖିଲେ ମୋ ବ୍ରାହ୍ମଣୀ କି ଧୈର୍ଯ୍ୟ ହେଇଯାଇଛି, ବେଳେ ବେଳେ ଚେତା ଶୂନ୍ୟ ହେଇଯାଉଛି। ଦୟାକରି ପ୍ରଭୁ ଠାକୁରେ ଏ ଠାକୁରେ ମୋ ପୁଅକୁ ଟିକେ ବଞ୍ଚେଇ ଦିଅନ୍ତୁ ପ୍ରଭୁ।
ଦୟା କରନ୍ତୁ ପ୍ରଭୁ, ମୁଁ ଆପଣଙ୍କ ପାଦ ତଳେ ପଡିଛି ପ୍ରଭୁ। ସେ ପୁଅ ବଞ୍ଚିବନି ଆଉ। କାହିଁକି ବଞ୍ଚିବନି? ସେ କଣ ଆଉ ଅଛି ଯେ ବଞ୍ଚିବ? ଆପଣ ପରା ମଲା ପୁଅକୁ ବଞ୍ଚେଇଛନ୍ତି। ଗୁରୁ ପୁଅ ବୋଲି ବଞ୍ଚେଇବେ, ମୋ ପୁଅ ବଞ୍ଚେଇବେନି? ବ୍ରାହ୍ମଣ ବୁଝେଇଲେ କହିଲେ, ଭଗବାନ କୃଷ୍ଣ ବୁଝେଇଲେ କହିଲେ, ଗୋସାଇଁ ଯିଏ ଥରେ ଚାଲି ଯାଇଛି ସେ କେମିତି ଫେରିବ? କେମିତି ଫେରିବ? କହିଲା ଯାବତ ଜନନ ତାବତ ମରଣ, ତାବତ ଜନନୀ ଇତିମ ସଂସାର ସ୍ଫୁଟ ତରୁ ଦୋଷ ପ୍ରଥମେ ମାନବ। ଇଏ ମଲା ଏ ପିଲେ ଆଉ ଗୋଟେ ଜାଗାରେ ଜନ୍ମ ନେଲେ, ଆଉ ବଞ୍ଚିବ କଣ? ଆଜ୍ଞା ହଉ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗ, ତେଣୁ ଧୀରେ 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 ବ୍ରାହ୍ମଣକୁ ବୁଝଉଛନ୍ତି ପ୍ରଭୁ ଏମିତି ଅନେକ କଥା ଅଛି। କହିଲେ ଯେ ଦୁନିଆରେ ଯେ ଯାଇଛି ସେ ବଞ୍ଚି ପାରିବ? ଗୋଟିଏ ପଦ ଗାଉଛି ଗଙ୍ଗାଧର ମେହେର, ଏ ପିଲେ ପାଠି କରୁଛ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ। ଏ ପୁଅ 1862 ଅଗଷ୍ଟ 9ରେ ସରସ୍ୱତୀଙ୍କର ବୀଣାର ଝଙ୍କାର ହେଲା ତନ୍ତୁବାୟ ପରିବାରରେ। ଏମିତି କାବ୍ୟ କବିତା ଲେଖିଲେ, ୟୁନିଭର୍ସିଟି କୋର୍ସ ହେଇଛି, କଲେଜ ପିଲା ପଢୁଛନ୍ତି। ଗୋଟେ ପଦ ମୁଁ ଆପଣମାନଙ୍କୁ ଶୁଣେଇବି, ସେ କଣ କହିଲେ? କହିଲେ ବାବୁ ଇଏ ଦୁନିଆରେ ଦିନେ ନା ଜନ୍ମ ଅଛି, ମରଣ କେହି ରକ୍ଷା କରିପାରିବେନି। କଲା ମର୍ତ୍ତ୍ୟ ମଣ୍ଡଳରେ ଜନମିଲେ ଥରେ, ଇଏ ନୁହଁ ରୁମ ଟାଙ୍କିରୁ ଉଠୁଥିବ ସାଡେ ଲାଜ ଅଛି? ସହିକି କୁହ। କହିଲା ଅବଶ୍ୟ ଅଛି ମରଣ, ବରମ୍ବା ନରସିଂହପୁର ଯାଏ ଯିବ, ଲମ୍ବି ଯିବ। ସର୍ବଗ୍ରାସୀ କାଳ ପ୍ରତି ନିମିଷରେ, ସର୍ବଗ୍ରାସୀ କାଳ ପ୍ରତି ନିମିଷରେ, ସର୍ବଗ୍ରାସୀ କାଳ ପ୍ରତି ନିମିଷରେ, ସର୍ବଗ୍ରାସୀ କାଳ ପ୍ରତି ନିମିଷରେ ପରଛିଆ ହରଣ କରୁଛି କରୁଛି ଭୋକାଲ ଏ କୋଉ ସ୍ୱର ଗାଇଦେବି। ପାପର ମଇରା ଚଦର ଘୋଡ଼େଇ କେମିତି, ଇଏ ହଉଛି ସେଇ ଭଜନ, ସୁନ୍ଦର ଭଜନର କେମିତି ସ୍ୱର ଅଛି। ଏବେ ବି ସୁଭାଷ ଭାଇ ଗୋଟେ ଗୋଟେ ଭଜନ ଅଛି, ମୂଲ୍ୟବାନ ସ୍ୱର ତା ଦେହରେ ନାହିଁ। ଏଠି ଯେତିକି ଆପଣମାନେ ବସିଛନ୍ତି ସେଇ କଥା ପ୍ରଭୁ କହିଲେ। କହିଲେ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମିଲେ ଥରେ ଅବଶ୍ୟ ଅଛି ମୋର। ଭଗବାନ କୃଷ୍ଣଙ୍କୁ ମରିବାକୁ ପଡ଼ିଲା, ଆଉ ସେ ଏମିତି କଷ୍ଟରେ ମରିଛନ୍ତି, ସାଧାରଣ ଲୋକ ଯଦି ମରିବ ସମାଲୋଚନାର ପାତ୍ର ହବ। ଯୋଉ କୃଷ୍ଣଙ୍କର ଅନେକ ସ୍ତ୍ରୀ, ଅନେକ ପିଲା, କେତେ ବଡ ବଂଶଲତିକା, ଯୋଉ ପାଣ୍ଡବ ମାନଙ୍କର ସେ ପ୍ରିୟ, କୁହନ୍ତୁ ସେ ମଲା ବେଳେ କିଏ ତାଙ୍କ ପାଟିରେ ପାଣି ଦେଇଛି? ଦେଇଛନ୍ତି? ଯଦି ଏ ଦୁନିଆରେ ଗୋଟେ ବୁଢାର 10-15ଟା ନାତି ନାତୁଣୀ ହେଇଥିବେ, ହାଟକୁ ଗଲା ବେଳେ ବାଟରେ ପଡି ମରିଗଲା, ଲୋକ କହିବେ ଇଏ କୋଉ ଜନ୍ମରେ କି ପାପ କରିଥିଲା, ମଲା ବେଳେ ଟୋପ ପାଟିରେ କିଏ ପାଣି ଦେଲେନି? କୃଷ୍ଣଙ୍କ ପାଟିରେ ପାଣି କିଏ ଦେଇଛି? ଏତେ ଶ୍ରଦ୍ଧା ଭାଜନ ହେଇଥିଲେ ଅନଘ ଅର୍ଜୁନ, ଭରତ ବଂଶଜ, ସବ୍ୟସାଚୀ, ଗାଣ୍ଡିବୀ, ଖାଣ୍ଡିବୀ, ପାର୍ଥ, ଧନଞ୍ଜୟ, ଶ୍ଵେତବାହନ, କିରୀଟୀ, ଅର୍ଜୁନ, ଫାଲ୍ଗୁନୀ, ଭାରତ, ନା କେତେ 20 ନା ପଥିରେ ତୁରୁ କମ ଚାଉଳ ପାଇପାରିବେନି। ଦେଲେ ପାଣି ନା, ରାମ ପାଣିରେ ବୁଡ଼ିକିରି ମଲେ। ଆଜ୍ଞା, ସ୍ତ୍ରୀ ବିଛା ପାଣିରେ ବୁଡ଼ି ମରିନା, ତାଙ୍କୁ ଏବେ ପାଣି ଦିଆ ହବ।
ତେଣୁ ମୋ କହିବାର ତାତ୍ପର୍ଯ୍ୟ କୃଷ୍ଣ ମନା କର ଭଗବାନ କୃଷ୍ଣ କହିଲେ କହିଲେ ଇଏ ଦୁନିଆରେ କିଏ କହିଲା ଜାତ ଯେ ହୁଅ ଇ ସଂସାର ଏଇଥିରେ ପୁରା ଅଛି ଘଣ୍ଟାଏ ଚାଲିବ ନାଇଁ ସେ ଆସି ବସି ମୋର କିଏ ବସିଲେଣି ଆର ତ ହଁ ବସନ୍ତୁ ମରଣ ଧ୍ରୁବଟି ତାହାରେ ମରଣ ଧ୍ରୁବଟି ତାହାରେ ଇଏ ମରଣ ଧ୍ରୁବଟି ତାହାରେ ସେ ବା କହିଛି ଭାଇନା ଟିକେ ବେଶୀ ସମୟ ଗଡ଼େଇ ନେଉ ମୁଁ ଆଉ କ'ଣ କରିବି କାଲି ଏତେବେଳକୁ ଆମ ପାଲା 10:05 ମୁଁ ଛାଡ଼ିଲି ଆଉ କିଛି ସମୟ ପରେ 10:30 ହେବ ହଁ ସାନ ସେ ଭାଇ ତାଙ୍କର ବେଳାବେଳି ଆସିଥାନ୍ତା ନା ମୁଁ କ'ଣ କରିବି ସାନ ଭାଇ ଡିଷ୍ଟାନ୍ସ ଦେବେ ଆଉ। ଚୁପ୍ ଚୁପ୍ ହେଇବ ସାନ ଭାଇ କହିବୁ ସାଡ଼େ ଯାଇକି ତାଙ୍କ ଘରେ ଶିଖେଇବୁ ତାକୁ ମୂର୍ଖ ପାଳିଆ ଏଠି ଯେତିକି ଆପଣମାନେ ବସିଛନ୍ତି ସବୁ ଶୁଣନ୍ତୁ ତୁ କେମିତି କାଲି ତାଙ୍କ ବସା ଘରକୁ ଯିବୁ ମୁଁ ତୋତେ ଦେଖିବି ଆଉ କିଏ ପଖାଳ ଖାଇବ କିଏ ଇଏ ଖାଇବ ମାଛ ଭଜା ଯେଉଁ ମାଛ ଭଜା କହିଲାଣି ଭେଣ୍ଡି ଭଜା ଖାଇବ କିଏ ଏଠି ତ ଆମିଷ ପଶିବନି ବଡ଼ିଚୁରା ଖାଇବ ସେ ମାନିବାକୁ ପଡ଼ିବ ଗାଲୁଆ ଅନୁଷ୍ଠାନ ଲୋକ ମୁଁ ତୁମକୁ ମୁଣ୍ଡିଆ ମାରୁଛି ତୁମେ କେମିତି ଚିଡ଼ି କାହିଁକି ନା ଗୋଟେ ଅନୁଷ୍ଠାନରେ ଥରେ ଏଇ ନୃସିଂହ ତା ଚ୍ୟାନେଲ ଲାଗିଛି ବରଂ କହିବି ଗୋଟେ ବୁଢ଼ାଟେ ବୁଝୁଛନ୍ତି ସେ ଦାଣ୍ଠୁଆ ବୁଢ଼ା କହିଲା ସଜନା ଶାଗ ଖାଇବି ସେ ବୁଢ଼ା ଆଣିକି ଦେଲା କହିଲା ମୁଁ ଛୁନୁ ଛୁନିଆ ଶାଗ ଖାଇବି ବୁଢ଼ା ଦେଲା କହିଲା ମୁଁ ଶେଉଳ ମାଛ ଝୋଳ ଖାଇବି ବୁଢ଼ା ଦୌଡ଼ିକିରି ଆଣିକି ଦେଲା ସବୁ କହିଲା ପରେ ମୁଁ କାହିଁ ମିଛ କହିବି ବୁଢ଼ାକୁ କହିଲି ମୁଁ କହିଲି ଦେଖ କେମିତି ତୁମକୁ ଦହଗଞ୍ଜ କରୁଛି ସେ ବୁଢ଼ା କହିଲା ହଁ ପାଲା ଟିକେ ଗାଉଛି ବୋଲି ମୁଣ୍ଡରେ ବଇଛି ମୁଁ କହିଲି ବୁଢ଼ା ଯେମିତି ଯାଉଛି ମୁଁ କହିଲି କହୁନୁ ପୋଦନା ପତ୍ର ଚଟଣି ଟିକେ ଦେବ ଇଏ ତ କହିଦେଇଛି ବୁଢ଼ା ରାଗି ମାଥି ପଞ୍ଚମ ଚାନ୍ଦା ଆଦାୟ କରୁଛି କିଏ ଦେଇନି ଇଏ କହିଦେଲା ଟିକେ ପୋଦନା ପତ୍ର ଚଟଣି ଦଉନା ବୁଢ଼ା କହିଲା କାହିଁ କହୁନୁ ତୋ ପାଇଁ ଗୋଟେ ବାହାଘର ଯୋଗାଡ଼ କରିଦେବି ହସି ହସି ମଣିଷ ମରିଛି ସେ ବୁଢ଼ା ରାଗି ଯାଇଛି ଇଏ ପୁରା ରଗେଇବା ଯାଏ ନାଗିଥବ ଏଇ ପୁଅ ଗୋଟେ ଅଜ୍ଞ ଅଜ୍ଞ ଏମିତି ବିସ୍କ ଟାଳି ପକେଇବ ବାବୁରି ଗେଡୁଆ କିରେ କାହିଁ ଧକ୍କାଟେ ପକଉନୁ ଏମିତି ନଥିଲୁ ତାଙ୍କରି ସଙ୍ଗରେ ପଡ଼ିକିରି କୁସଙ୍ଗୀର ଏଇ ପଳ ବାବୁରେ ବ୍ରାହ୍ମଣ କୁ ବୁଝଉଛନ୍ତି ପ୍ରଭୁ କହିଲେ ଜାତ ଯେ ହୁଏ ଏଇ ସଂସାରେ ଦେହ ବହିଲେ ନିଶ୍ଚୟ ମରି ଦେହ ବହିଲେ ନିଶ୍ଚୟ ମରି ମରଣ ଛାରେ କି ପଡରି ମରଣ ଛାରେ କେମିତି ଜଗତସିଂହପୁର ବ୍ରେକ୍ ହଉନାହିଁ ଠିକ ହଉଛି ତୋର ହଉନାହିଁ ଦେହ ବହିଲେ ନିଶ୍ଚୟ ମରି ଦେହ ଆମେ ତାଙ୍କୁ ଆଖିରେ ହାଣି ଦେବୁ କଣ କରିବ ତାଙ୍କୁ ଆଖିରେ ହାଣି ଦେବା ଭାରି ଆଣନ୍ତୁ କହିଲା ମରଣ ଛାରେ କିମ୍ପା ନରି ଦେହ ବହିଲେ ନିଶ୍ଚୟ ମରି କୃଷ୍ଣ କହୁଛନ୍ତି ବ୍ରାହ୍ମଣ ମୁଁ ବଞ୍ଚେଇ ପାରିବି ତାହେଲେ ସେଦିନ ବ୍ରାହ୍ମଣ ବ୍ରାହ୍ମଣୀ କ'ଣ କଲେ ବ୍ରାହ୍ମଣୀ କଣ କହିବ ବ୍ରାହ୍ମଣ କହିଲା ଆରେ ହେ ଇଏ ପ୍ରକୃତ ଠାକୁର ନୁହେଁ ପ୍ରକୃତ ଭଗବାନ କୃଷ୍ଣ ନୁହେଁ ଇଏ ଠାକୁର ହେଇଥିଲେ ଗୁରୁ ସାନ୍ଦିପର୍ଣ୍ଣି ପୁଅ ବଞ୍ଚେଇଲା ମୋ ପୁଅ କାହିଁ ବଞ୍ଚେଇ ନଥାନ୍ତା କହିଲ ଇଏ ଗୋଟିଏ ପେଞ୍ଚୁଆ ଖଚୁଆ ଲାଞ୍ଚୁଆ ଠିକ କୃଷ୍ଣଙ୍କର ନିନ୍ଦା କରି କରି ଯାଉଛି କିଏ ବ୍ରାହ୍ମଣ ବ୍ରାହ୍ମଣୀ ଯାଉଛନ୍ତି କହିଲା ଇଏ ପୁଣି ରାଜା ହେଇଛି ରାଜା ପିଲା ଦେଖିବାକୁ ଏମିତି ରାଜା ପିଲାଙ୍କର ଦିନ ଏମିତି କଟେ ସେଇଥିପାଇଁ ସେଦିନ ଆକୁ ନିନ୍ଦା କରାହେଇଥିଲା କବି ଯଦୁମଣି ମହାପାତ୍ର ବହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ସେଇ ନିନ୍ଦା କରୁଛନ୍ତି କିଏ ବ୍ରାହ୍ମଣ କହିଲେ ଇଏ ଯଦି ଠାକୁର ହେଇଥାନ୍ତେ ଇଏ ପକ୍ଷପାତ ବିଚାର ଗୁରୁ ପୁଅକୁ ବଞ୍ଚୁଛୁ ନିନ୍ଦା କରୁଛନ୍ତି ବ୍ରାହ୍ମଣ ଗୋଟିଏ ପଦ ଗାଉଛି ଛାନ୍ଦ କହିଲା ଏ ଦଳିତାଞ୍ଜନ ପ୍ରକାର
ମୁଣ୍ଡା ବସା କାଲି ଆଉ ଝାଡ଼ା ହବନି ରେ ଏଠି ଯେତିକି ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ମାନେ ଅଛନ୍ତି ବିଚାର କରନ୍ତୁ କହିଲା ଇଏ ରାଜା ପୁଅ କାଳିଆ ନା ଗୋରା ମା ମାନେ ଯୋଉ କଳା ଆଖିରେ ପିନ୍ଧୁଛନ୍ତି ତାକୁ ବାରମ୍ବାର ଦଳନ କଲେ ଇଏ କାଳିଆ ଭୁଆ ବେ ଚିକନ ରାଜା ପିଲା ପାଠ ପଢିବ ନା ଗାଈ ଜଗିବ କା ଏ ପିଲା ଦିନେ ଗାଈ ଜଗିଥିଲା ଗୋଥେଇ ଏମିତି କଣ କହୁଛ ଗୋଥେଇ? ରାଜା ପିଲା କାଇଁଚ ମାଳି ପିନ୍ଧିବ ନା ଚେନ ପକେଇବ ନା ମୋର ଭଳିଆ ଆଉ ରାଜା ପିଲା ମୟୂର ଚନ୍ଦ୍ରିକା ମୁଣ୍ଡରେ ଖୋସିବ ନା ସୁବର୍ଣ୍ଣ ମକୁଟ ଇଏ ରାଜା ପିଲା ଦୁଗ୍ଧ କରିବ ନା यार बैकग्राउंड ठीक है ना ଇଏ ଗାଈ ଜଗିଲା निंदा करी करी चालीଛି ସିଆଡ଼ୁ ଏଇଠି ରହିଲା ଆଉ ସଡ଼କ ଛାଡ଼ିଦିଅ ଇଏ ଭାଗବତ କଥା ବା ଯେମିତି ଅଳଙ୍କାର ଯେମିତି ସାହିତ୍ୟ ହଁ ଯୋଉଠି ଯାହା ଦରକାର ଦିଆଯାଇଛି ଦେଇକି ନେଇଛି ସେମିତି ନବ ସେ ଆଡୁ ସାଡୁ କରି ଏମିତି ଏମିତି କରେ ସେଟା କିଛି ଲାଭ ନାହିଁ ପ୍ରଶ୍ନ ପଚାରିଛି କଣ ପଚାରିଛି ମୁଁ କହିଛି 18 ବିଦ୍ୟା ଅଷ୍ଟାଦଶ ବିଦ୍ୟା ଆଉ 14 ଆଉ 14 ବିଦ୍ୟା କହିବ କିନ୍ତୁ 18 ଭିତରେ ନଥିବ ଏ 18 ଭିତରେ ନଥିବ ଆଉ ଶିବଙ୍କ ଗଳାରେ କଣ ପଡେ ବାସୁକି ନାଗ ନା ନାଗେନ୍ଦ୍ର ହାରାୟ ତ୍ରିଲୋଚନ ନା ବାସୁକି କଣ୍ଠ କହିଲା ତୁମେ ଭାଗବତ ଫଟା କଣ୍ଠିଆ ନୃସିଂହ ହୋତା ତୁମେ ଭାଗବତ ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ଗୀତାର ଅମୃତ ଇଏ ଉଚ୍ଚାରଣ ଗାଇବା ଭାଗ ମାପ ସେ ପାଇନି ନା ହେ ନାରାୟଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ ତୁମେ ଭାଗବତ ତୁମେ ରାମାୟଣ ତୁମେ ଭାଗବତ ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ଗୀତାର ଅମୃତ ଉଚ୍ଚାରଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ ନାରାୟଣ ହେ ନାରାୟଣ ଏହି ଠାରୁ ଦାସ ପୁଅ ମାଗୁଛି ବିଦାୟ ନାରାୟଣ ହେ ନାରାୟଣ ପ୍ରଶ୍ନ ସହିତ ବିଷୟ ବସ୍ତୁ ଶୁଣିବେ ମହାଶୟ ହେ ନାରାୟଣ ବେଳେ ନନା ପୁଅ କରୁଅଛି ଅଳି ନାରାୟଣ ହରିବୋଲ ସଙ୍ଗତରେ ଦେବେ ହୁଳହୁଳି କରତାଳି ନାରାୟଣ ଶରଣ ରକ୍ଷଣ ମହାବାହୁ ସର୍ବେ ଆନନ୍ଦ ସାଗର ହରିବୋଲ ହୁଳହୁଳି କରତାଳି ଇଏ ବିଶ୍ୱ ଦୁଃଖ